ବର୍ତ୍ତମାନ ଏ ଭବିଷ୍ୟତ ବକ୍ତା ସାମୁଏଲକୁ କେମିତି ପରମେଶ୍ୱର ବନେଇଲେ? ଯଦି ହାନାଙ୍କର ହାତରେ ଯଦି ସାମୁଏଲ ଥାନ୍ତେ ବଢ଼ିଥାନ୍ତେ ତାହେଲେ ସେ କ'ଣ ଭବିଷ୍ୟତ ବକ୍ତା ହେଇପାରିଥାନ୍ତେ? କାହିଁକି ସେଦିନ ନଳ ନିମିତ୍ତ ପେଢ଼ିରେ ନଦୀରେ ଭାସିବାକୁ ପଡ଼ିଲା ମୂଷାଙ୍କୁ? କାହିଁକି ଯୀଶୁ ଖ୍ରୀଷ୍ଟ ଗୋଟେ ଗୁହାଳ କୁଣ୍ଡରେ ଜନ୍ମଗ୍ରହଣ କରିବାର ଥିଲା? କାହିଁକି ବର୍ତ୍ତମାନ ସେ ଡକାୟତ ଯିଏକି କ୍ରୁଶ ପାଖରେ ଟାଙ୍ଗି ହେବାର ଥିଲା? କେତେ କଷ୍ଟ, କେତେ ଯନ୍ତ୍ରଣା, କେତେ ଲଜ୍ଜା, କେତେ ତୁଚ୍ଛୀକୃତ ହେଇଥିବ ସେ ସମାଜ ସାମ୍ନାରେ, ନା ନାଇଁ? କାହିଁକି ସେଦିନ ଡକାୟତ ମାନଙ୍କ ଦ୍ୱାରା ନିର୍ଦ୍ଧୁମ ମାଡ଼ ଖାଇକି ଲୁଗାପଟା ଛଡ଼େଇ ନେଇକି ଦରମରା ଅବସ୍ଥାରେ ପଡ଼ିବାର କାହିଁକି ଆବଶ୍ୟକ ଥିଲା? ସେ ନିର୍ଦ୍ଦୋଷ ବ୍ୟକ୍ତିକୁ ବାଟରେ ରାସ୍ତାରେ ସେ ତ ଜେରୁସାଲେମରୁ ଜିରିହୋକୁ ଯାଉଥିଲା, ତାର ଲକ୍ଷ୍ୟ ତ ଜେରୁସାଲେମରୁ ଜିରିହୋ ଯିବା ପାଇଁ ଥିଲା। କାହିଁକି ଅଧା ରାସ୍ତାରେ ଡକାୟତ ମାନଙ୍କୁ ହାବୁଡ଼ରେ ପଡ଼ିଲା? କାହିଁକି ଡକାୟତ ମାନେ ୟାର ଲୁଗାପଟା ଛଡ଼େଇ ନେଲେ? କାହିଁକି ଡକାୟତ ମାନେ ବର୍ତ୍ତମାନ ୟାର ସବୁ ଦେହ ସାରା କ୍ଷତ ବିକ୍ଷତ କରିଦେଲେ? କାହିଁକି ଦ୍ୱିତୀୟ ପୁତ୍ର ଘର ଛାଡ଼ିକି ଏବେ ଦୂରଦେଶକୁ ଯାଇକି ସେ କଦାଚାରରେ ଜୀବନ ବିତାଇବାର ଥିଲା? କଦାଚାରରେ ଜୀବନଯାପନ ବିତେଇବାର ଜୀବନଯାପନକୁ ଦେଖିକି କିଏ କହିପାରିବ ଇଏ ପୁତ୍ର, ଇଏ ପୁଅ ସଫଳତା ପାଇବା ପାଇଁ ଅଳ୍ପ ମାତ୍ର ସମୟ ଅଛି? କିଏ କହିପାରିବ କି? କିଏ କହିପାରିବ? ଲୋକ ସରଳ ପର୍ବରେ ଯୋଉଠି ଭିକାରୀ ଲାଜାର ଯାହାର ଘାରେ ପୂଜ ଆଉ ରକ୍ତ ଅଛି, ଆଉ କୁକୁର ମାନେ ସେ ଘାକୁ ଚାଟୁଥିଲେ, ଏ ପ୍ରକାର ପରିସ୍ଥିତିରେ ଗତି କରୁଥିବା ଲୋକକୁ କିଏ କହିବ ଯେ ଇଏ ପ୍ରଭୁଙ୍କର ଆଶୀର୍ବାଦ ପାତ୍ର ଲୋକ? କହିକି କିଏ ଭାବିପାରିବ? ଏହି ସମୟରେ ରାଇକା ପାଖରେ ଗୋଟେ କନଫରେନ୍ସ ହେଉଥିଲା, ତ ସେ ଜାଗାରେ ମୁଁ ପ୍ରଚାର କରୁଥିଲି ପ୍ରଥମ ପୁତ୍ର ବିଷୟରେ ଆଉ ଦ୍ୱିତୀୟ ପୁତ୍ର ବିଷୟରେ। ବାପାଙ୍କୁ ସମ୍ପତ୍ତିର ଭାଗ କିଏ ମାଗିଲା? ଦ୍ୱିତୀୟ ପୁତ୍ର ମାଗୁଛି, କିନ୍ତୁ ବାଇବଲ ଲେଖା ହେଇଛି ସେଥିରେ ସେମାନଙ୍କୁ ବୋଲି ଲେଖା ହେଇଛି ବାଣ୍ଟି ଦେଲେ, ମାନେ ଦ୍ୱିତୀୟ ପୁତ୍ରକୁ ମଧ୍ୟ ଦେଲେ, ପ୍ରଥମ ପୁତ୍ରକୁ ଦେବାଟା ମଧ୍ୟ ସେ ନେଲା। କିନ୍ତୁ ଏ କାହାଣୀରେ ଯଦି ଦେଖିବା ତାହେଲେ ଆମେ ଶେଷ କନକ୍ଲୁଜନକୁ ଦେଖିବା, ଶେଷକୁ ଯଦି ଦେଖିବା ତାହେଲେ ବାପାଙ୍କର ଖୁସି ହେବାଟା ବହୁତ ଗୁରୁତ୍ୱପୂର୍ଣ୍ଣ। ବାପାଙ୍କ ପାଇଁ ସନ୍ତୁଷ୍ଟତା ନା ବାପାଙ୍କ ପାଇଁ ବର୍ଷ ବର୍ଷ ଗଲା ପରେ ଖଟିବାଟା, ବାପାଙ୍କର ଗୋଟେ ମଧ୍ୟ ଆଜ୍ଞାନ ନ କରିବାଟା, ଏଇଟା ପ୍ରକୃତରେ ବାପାଙ୍କ ପାଇଁ ସନ୍ତୁଷ୍ଟତା। ଏବେ ପ୍ରଥମ ପୁତ୍ର କଦାଚାରରେ ଜୀବନ ବିତାଉଛି, ନା ନାଇଁ? କଦାଚାରରେ ମାନେ କେମିତି? ଭଲ ଜୀବନ କି? କଦାଚାରରେ ସେ ଜୀବନ ବିତେଇଲା। ବହୁତ ଆଶ୍ଚର୍ଯ୍ୟ, ଏ କଦାଚାରର ଜୀବନକୁ ବିତେଇବା ପରେ ଗୋଟେ ମୋମେଣ୍ଟ ଆସୁଛି, ଯୋଉ ମୋମେଣ୍ଟରେ ଦ୍ୱିତୀୟ ପୁତ୍ର ବାପାଙ୍କ ପାଖକୁ ଫେରୁଛି। କିନ୍ତୁ ବାପାଙ୍କର ମନ ଭିତରେ ମୁଁ ପ୍ରବେଶ କରି ଦେଖୁଛି, ବାପାଙ୍କ ପାଖରେ ଗୋଟେ ଭାଗଟେ ମଧ୍ୟ ହଇରାଣ ହେବାର ହୃଦୟ ନାହିଁ ଦ୍ୱିତୀୟ ପୁତ୍ରର ଜୀବନଯାପନକୁ ବିଚାର କରିବା ପାଇଁ। ଭଲରେ ଶୁଣନ୍ତୁ, ବାପା କୋଉ ପ୍ରକାର ସର୍ତ୍ତରେ, ବାପାଙ୍କ ମନରେ କୋଉ ସର୍ତ୍ତରେ ଦ୍ୱିତୀୟ ପୁତ୍ରର କଦାଚାରର ଜୀବନକୁ ସେ ହଜମ କରିଦେଇ ପାରିଲେ? କାହିଁକି ବାପା ପଚାରୁନାହାନ୍ତି, ତୁ କାହିଁକି ମୋର କଥା ଭାଙ୍ଗିକି ତୁ ଗଲୁ? ତୁ କାହିଁକି ଏତେ କଦର୍ଯ୍ୟରେ ବଞ୍ଚିଲୁ? କାହିଁକି ମୋତେ କଷ୍ଟ ଦେଲୁ? ଏ ସମସ୍ତ ବିଷୟ ବାପା କହିବା କଥା, କିନ୍ତୁ କାହିଁକି ବାପା ଏଇଟା ବିଷୟ ନ କହିକି ସେ କହିଲେ ଭଲ ଲୁଗା ସବୁଠୁ ନେଇକି ଆସ, ମୋଟା ବାଛୁରୀ ମାର? କାହିଁକି ବାପା ଏମିତି କହିଲେ ଯେ ବର୍ତ୍ତମାନ ମୋର ପୁଅ ହଜିଯାଇଥିଲା, ମିଳିଲା, ମରିଥିଲା, ବଞ୍ଚିଲା, ମୁଦି ପିନ୍ଧାଅ, ପାଦରେ ପାଦୁକା ଦିଅ ବୋଲି ବାପା କାହିଁକି କହିଲେ? ତାର ଅର୍ଥ ବାପାଙ୍କ ମନରେ ବର୍ତ୍ତମାନ ପୁଅର କଦାଚାରର ଜୀବନକୁ ବିଚାର କରିବାର ମନ ଅଛି କି, ବାହାରୁଛି କି? ନାଇଁ ନା? ମୁଁ ପଚାରିବି ଆପଣଙ୍କୁ, ବାପାଙ୍କ ମନ ଭିତରେ ଦ୍ୱିତୀୟ ପୁତ୍ରକୁ ନେଇକି ବର୍ତ୍ତମାନ ବାପା ସନ୍ତୁଷ୍ଟ ଅଛନ୍ତି ନା ନାଇଁ? କଥା ବାହାରୁନି କାର କାଳେ ଭୁଲ ହେଇଯିବ କହିବେ। ବାପାଙ୍କ ମନରେ ଦ୍ୱିତୀୟ ପୁତ୍ରର କଦାଚାରର ଜୀବନକୁ ନେଇକି ବାପା ସନ୍ତୁଷ୍ଟ ଥିଲେ ନା ନାଇଁ?
କିନ୍ତୁ ପ୍ରଥମ ପୁତ୍ରର ବିଶ୍ୱସ୍ତ ଜୀବନ, ପ୍ରଥମ ପୁତ୍ରର ବର୍ଷ ବର୍ଷ ଗୋଲାମ ପରି ଖଟିବାର ଜୀବନ, କି ବାପାଙ୍କର ଗୋଟେ ମଧ୍ୟ ଆଜ୍ଞା ଲଙ୍ଘନ ନ କରିବାର ଜୀବନକୁ ନେଇକି ବାପା ସନ୍ତୁଷ୍ଟ ହେବା ପାଇଁ ଚାହିଁଲେ ମଧ୍ୟ ହେଇପାରୁନାହାନ୍ତି। ହେଲେ ତାଙ୍କ ମୁଖରୁ କ'ଣ ବାହାରୁଛି? ପୁଅରେ ମୋର ଯାହା ତୋର ତାହା, ତୁ କ'ଣ ପାଇଁ ଭିତରେ ପଶୁନୁ? ମୁଁ ଜାଣିନି ଆପଣ ସେ ବାକ୍ୟ ଦେଖିଛନ୍ତି କି ନାହିଁ। ଯେତେବେଳେ ପ୍ରଥମ ପୁତ୍ର ଫେରୁଛି, ବର୍ତ୍ତମାନ ସେ ଶୁଣୁଛି ଦୂରରୁ କ'ଣ ଚାଲିଛି ଘରେ? ନାଚ ଗୀତ ଚାଲିଛି, ଭୋଜି ଚାଲିଛି। ଜଣକୁ ପଚାରୁଛି ମୋ ଘରେ କ'ଣ ପାଇଁ ଶବ୍ଦ ଆସୁଛି? ଆରେ ତୋର ଭାଇ ପରା ଫେରି ଆସିଲା, ଜାଣିନୁ ତୁ? ବାପା ଆସିଲେ କହିକି ବର୍ତ୍ତମାନ ମୋଟା ବାଛୁରୀ ମାରିକି ଭୋଜି ଚାଲିଛି। ହେଲେ ପୁଅ ଶୁଣିଲା ପରେ କ'ଣ ହେଲା? ଏଠି ଦେଖନ୍ତୁ, ଲୁକ ପୁସ୍ତକ 15 ପର୍ବ ଖୋଲନ୍ତୁ, ଆଉ ଆମେ ବାକ୍ୟ ଦେଖିବା। ପନ୍ଦର ପର୍ବର 28 ପଦ ଲେଖା ହେଇଛି। 28 କ'ଣ ଲେଖା ହେଇଛି? ଜଣେ ପଢ଼ନ୍ତୁ ବୋର୍ଡ଼ ପାଠ କରିକି। 28 ପଦରେ କ'ଣ ଲେଖା ହେଇଛି? ଘର ଭିତରକୁ ମଧ୍ୟ ଯିବା ପାଇଁ ଚାହୁଁନାହିଁ। କିଏ? ବଡ଼ ପୁଅ। ବାହାରେ ହିଁ ଛିଡ଼ା ହେଲା। ସେ ଖାଲି ବାହାରେ ଛିଡ଼ା ହେଲା, ଭିତରେ ପଶିବାକୁ ଚାହିଁଲାନି। ସେତିକି ନା ଆଉ କ'ଣ? ସେଥିରେ ସେ ରାଗୁଛି ଲେଖାଛି, ରାଗିଯାଏ, ବହୁତ ରାଗୁଛି ସେ। କିଏ? ପ୍ରଥମ ପୁତ୍ର। ପ୍ରଥମ ପୁତ୍ର ବହୁତ ରାଗୁଛି। ବର୍ତ୍ତମାନ ଘର ଭିତରକୁ ଯାଉନି। କୋଉ ଘର ଭିତରକୁ ଯାଉନାହିଁ? ଆଚ୍ଛା, ଚିନ୍ତା କରନ୍ତୁ, ସେ ଘର ଭିତରେ କୋଉ ଲୋକ ଥିବେ? ଟିକେ ଗଭୀର ଭାବରେ ଟିକେ ଚିନ୍ତା କରନ୍ତୁ, ମୋତେ କୁହନ୍ତୁ, ଯୋଉ ଘର ଭିତରେ ଇଏ ମଙ୍ଗିଲା ନାହିଁ ପଶିବା ପାଇଁ, ସେ ଘର ଭିତରେ କୋଉ କୋଉ ଲୋକ ଥିବେ? ମୁଁ ଜାଣିନି କେମିତି ଲୋକ ଥିବେ, କିନ୍ତୁ ମୁଁ ଗୋଟେ ବିଷୟ କହିବି, ଯୋଉ ଲୋକମାନେ ମଧ୍ୟ ଅଛନ୍ତି ଏଠି ବାପାଙ୍କ ଖୁସି ସହିତ ଖୁସି ହେବା ଲୋକ ଆକା ଥିବେ। ବାପାଙ୍କର ବିଚାରରେ, ବାପାଙ୍କ ନିଷ୍ପତ୍ତିରେ, ବାପାଙ୍କର ଦ୍ୱିତୀୟ ପୁତ୍ର ଆଡ଼କୁ ଯୋଉ ଖୁସିର ମନରେ, ଗ୍ରହଣ କରିବାର ମନରେ ସହଯୋଗ, ସମ୍ମତ, ରାଜି ହେବା ଲୋକ ଆକା ଥିବେ, ହଁ ନା ନାହିଁ? କିନ୍ତୁ ଇଏ ଯୋଉ ଲୋକ, ଇଏ ଯୋଉ ପ୍ରଥମ ପୁତ୍ର ଯିବା ପାଇଁ ମଙ୍ଗୁ ନାହିଁ, ରାଗି ଯାଉଛି, କି ତାର ମନରେ କ'ଣ ଅଛି? ତା ପରବର୍ତ୍ତୀ ସମୟରେ ସେ କ'ଣ କହୁଛି ଦେଖନ୍ତୁ। 29 ପଦରେ କ'ଣ ଲେଖା ହେଇଛି ପଢ଼ନ୍ତୁ। ମୁଁ ଏ ଜାଗାରେ ବନ୍ଧୁମାନ ଟିକେ ବାହାର କରିବାକୁ ଚାହୁଁଛି। ଏ ଜାଗାରେ ଇଏ ଯୋଉ ବନ୍ଧୁମାନଙ୍କ ସହିତ ଛେଳି ଆଣିକି ଭୋଜି କରିବାକୁ ଚାହୁଁଛି, ଏ ବନ୍ଧୁମାନଙ୍କ ଭିତରେ ଜଣେ ମଧ୍ୟ ବାପାଙ୍କ ଘର ଭିତରେ ଥିବେ ନା ଥିବେ ନାହିଁ? ଇଏ କୋଉ ବନ୍ଧୁମାନଙ୍କ ସହିତ ଛେଳି ମାରିକି ଭୋଜି କରିବାକୁ ଚାହୁଁଛି? ଠିକ ଅଛି, କିନ୍ତୁ ମୁଁ ଜାଣିବାକୁ ଚାହୁଁଛି ଯେ ଏ ଯୋଉ ବନ୍ଧୁମାନେ, ୟାର ବନ୍ଧୁମାନେ, ଏମାନେ କ'ଣ ବର୍ତ୍ତମାନ ସାନ ପୁଅର ଖୁସିର ଭୋଜିରେ ସାମିଲ ଥିବେ କି? ଏମାନେ ଯଦି ଥାନ୍ତେ, ଇଏ ବି ଯାଇଥାନ୍ତା ଭିତରକୁ। ହଁ, ଏ ଜାଗାରେ ଆମେ ଗୋଟେ ବିଷୟ ଆବିଷ୍କାର କରିପାରିବା, ବାପାଙ୍କ ସହିତ ଆଦୌ ଖୁସି ନାହିଁ ଏମାନେ। କ'ଣ? ବାପାଙ୍କର ବିଚାରରେ, ବାପାଙ୍କ ନିଷ୍ପତ୍ତିରେ, ବାପାଙ୍କର ଡିସିସନକୁ ନେଇକି, ବାପା ଯୋଉ ପୁଅକୁ ଗ୍ରହଣ କରୁଛନ୍ତି, ବାପା ଯୋଉ ପୁଅକୁ କ୍ଷମା ଦେଉଛନ୍ତି, ବାପା କୌଣସି କ୍ଷେତ୍ର ସବୁ ବିଷୟକୁ ନେଇକି ଯୋଉ ଦ୍ୱିତୀୟ ପୁତ୍ରକୁ ସେ ଗ୍ରହଣ କରୁଛନ୍ତି, ଇଏ ଗୋଟେ ଭାଗ ମଧ୍ୟ ମତ ୟାର ମାନେ ଇଏ ରାଜି ନାହିଁ, ଇଏ ଖୁସି ନାହିଁ ଯେ ବାପା ଠିକ କରୁଛନ୍ତି କହିକି। ଆମେନ୍। କିନ୍ତୁ ବର୍ତ୍ତମାନ ଚାଲନ୍ତୁ ବାପାଙ୍କର ମନ ଭିତରେ ପଶିକି ଚିନ୍ତା କରିବା ଯେ ବାପା କାହିଁକି ପୁଅକୁ ଗ୍ରହଣ କରିପାରିଲେ। ଗୀତ ସହିତ 51 ପର୍ବରେ ଲେଖା ହେଇଛି ବାଇବଲରେ 16 ପଦ 7 ପଦରେ କ'ଣ ଲେଖା ହେଇଛି? ଭାଙ୍ଗି ଯାଇଥିବା ହୃଦୟ, ଭଗ୍ନ ଚୂର୍ଣ୍ଣ ଅନ୍ତଃକରଣ। ଈଶ୍ୱରଙ୍କର ଅଗ୍ରାହ୍ୟ ଲେଖା ହେଇଛି ନା ଗ୍ରାହ୍ୟ ଲେଖା ହେଇଛି? ଈଶ୍ୱରଙ୍କର ଗ୍ରାହ୍ୟ ଲେଖା ହେଇଛି। ଆଉ ଗୋଟେ ବିଷୟ ଲେଖା ହେଇଛି, ପ୍ରଭୁ କାହାକୁ ତୁଚ୍ଛ କରିବେ ନାହିଁ, ସେ ଲେଖା ହେଇଛି। ଯୋଉ ହୃଦୟ ଭାଙ୍ଗି ଯାଇଛି, ଯୋଉ ହୃଦୟ ଚୂର୍ଣ୍ଣ ହେଇଯାଇଛି,
ତୁମ୍ଭେ ମର୍ତ୍ତ୍ୟକୁ ଧୂଳିରେ ଲୀନ କରୁଅଛ, ପୁଣି କହୁଛ ଏ ମନୁଷ୍ୟ ସନ୍ତାନ ଗଣ ଫେର। ଭାଇ ଭଉଣୀଙ୍କୁ ଆଜି କହିବାକୁ ଚାହୁଁଛି ଯେ ଏଇଟା ହେଉଛି ଗୋଟେ ଜର୍ଣ୍ଣି, ଏଇଟା ହେଉଛି ଗୋଟେ ଯାତ୍ରା। ଏ ଯାତ୍ରାରେ ଦୁଇ ଜଣ ଲୋକଙ୍କୁ ଦେଖୁଛୁ ଆମମାନେ। ହଁ, ବର୍ତ୍ତମାନ ଦ୍ୱିତୀୟ ପୁତ୍ର ଦେଖାଯାଉଛି ବର୍ତ୍ତମାନ ସମସ୍ତ ବିଷୟକୁ ସେ ଉଲ୍ଲଙ୍ଘନ କରିଲା, ବାପାଙ୍କର କଥାକୁ ଅମାନ୍ୟ କଲା, ବାପାଙ୍କର ଆଜ୍ଞାକୁ ସେ ଭାଙ୍ଗିଲା, ବାପାଙ୍କର ସମସ୍ତ ବିଷୟକୁ ସେ ଭାଙ୍ଗି ଦେଉଛି। କିନ୍ତୁ ବିପରୀତ ଭାବରେ ପ୍ରଥମ ପୁତ୍ର ସବୁ ଆଜ୍ଞାକୁ ସେ ମାନିଛି ବୋଲି କହୁଛି ନା ନାଇଁ। ଗୋଟେ ବାକ୍ୟ ଦେଖିବା ମାନେ ପ୍ରଥମ ତିମୋଥୀ ଟିକେ ଖୋଲିବା, 7 ପଦରେ ଆମେ ଗୋଟେ ବାକ୍ୟ ଦେଖିବା। ପ୍ରଥମ ତିମୋଥୀ 1:7 ପଦ। ସେମାନେ ବ୍ୟବସ୍ଥାର ଅଧ୍ୟାପକ ହେବାକୁ ଇଚ୍ଛା କରନ୍ତି, ମାତ୍ର ଯାହା କହନ୍ତି ସେ କେଉଁ ବିଷୟରେ ଦୃଢ଼ ଶିକ୍ଷା ଦିଅନ୍ତି ତାହା ନିଜେ ବୁଝନ୍ତି ନାହିଁ। ବ୍ୟବସ୍ଥାର ଅଧ୍ୟାପକ ହେବାକୁ ଇଚ୍ଛା କରୁଛନ୍ତି, ଯାହା ବି ସେମାନେ କହୁଛନ୍ତି ବାଇବଲ କହୁଛି କ'ଣ ବୋଲି, କେଉଁ ବିଷୟରେ ଦୃଢ଼ ଶିକ୍ଷା ଦିଅନ୍ତି ତାହା ନିଜେ ସେମାନେ ବୁଝନ୍ତି ନା ବୁଝନ୍ତି ନାହିଁ ଲେଖାଏ। ତାର ଅର୍ଥ ହେଉଛି ଏଠି କେତେ ଲୋକ ଅଛନ୍ତି ଯାହା କହୁଛନ୍ତି ସେ ନିଜେ ବୁଝୁନାହାନ୍ତି, ଯାହା କରୁଛନ୍ତି ସେମାନେ ଜାଣୁନାହାନ୍ତି ଆମେ କ'ଣ କରୁଛୁ। ମୁଁ ଏ ଜାଗାରେ ପ୍ରଥମ ପୁତ୍ରକୁ ଆଣିବାକୁ ଚାହୁଁଛୁ ଏ 7 ପଦର ବାକ୍ୟ। ଏ 7 ପଦର ବାକ୍ୟକୁ ପ୍ରଥମ ପୁତ୍ରକୁ ଆଣନ୍ତୁ ଆଉ ଚିନ୍ତା କରନ୍ତୁ। ଏବେ ଏ ବାପାଙ୍କୁ କ'ଣ କହୁଛି ସିଏ ବି ଜାଣୁନାହିଁ। ସେ କ'ଣ କହୁଛି, ମୁଁ ତମର ଆଜ୍ଞାକୁ ଗୋଟେ ମଧ୍ୟ ଆଜ୍ଞାକୁ ଲଙ୍ଘନ କରିନାହିଁ, ବର୍ଷ ବର୍ଷ ଧରି ଗୋଲାମ ପରେ ଖଟି ଆସିଲି କହୁଛି ନା। ବର୍ଷ ବର୍ଷ ଗୋଲାମ ପରେ ଖଟିବା ଲୋକ, ଗୋଟେ ମଧ୍ୟ ଆଜ୍ଞା ଲଙ୍ଘନ ନ କରିବା ଲୋକ ବାପାଙ୍କର ଖୁସିରେ କାହିଁ ଖୁସି ହେଇପାରୁନାହିଁ। ଏଇଟା ଗୋଟେ ଆଶ୍ଚର୍ଯ୍ୟ ବିଷୟ। ହେଲେ ବାପାଙ୍କର ନିଷ୍ପତ୍ତିରେ, ବାପାଙ୍କର ଡିସିସନରେ ଇଏ ଖୁସି ହେବାଟା ଇମ୍ପୋର୍ଟାଣ୍ଟ ନା। ବର୍ଷ ବର୍ଷ ଗୋଲାମ ପରେ ଖଟି ଆସିବାଟା ବାପାଙ୍କର ହୃଦୟ ବିନା ସେଟା ଗୁରୁତ୍ୱପୂର୍ଣ୍ଣ। ଆମେ ଜାଣିପାରୁଛୁ ଯେ ବର୍ତ୍ତମାନ ଇଏ ବର୍ଷ ବର୍ଷ ଗୋଲାମ ପରେ ଯଦିଓ ଖଟୁଛି, ଯଦିଓ ଗୋଟେ ମଧ୍ୟ ଆଜ୍ଞା ଲଙ୍ଘନ କରିନାହିଁ, କିନ୍ତୁ ମୁଁ କହିବାକୁ ଚାହୁଁଛି ୟାର ହୃଦୟ ବାପାଙ୍କ ଠାରୁ ଅଲଗା ଅଛି ନା ବାପାଙ୍କ ସହିତ ସମାନ ଅଛି। ଯଦି ୟାର ହୃଦୟ ବାପାଙ୍କ ସହିତ ସମାନ ଥାନ୍ତା ତାହେଲେ କାହିଁକି ବର୍ତ୍ତମାନ ରାଗି ଯାଉଛି, କାହିଁକି ସେ ଦ୍ୱିତୀୟ ପୁତ୍ର ଫେରି ଆସିବାକୁ ନେଇକି ବାପା ଯେଉଁ ସ୍ଥିତିରେ ଖୁସି ହେଉଛନ୍ତି ଇଏ କାହିଁ ଖୁସି ହେଉନାହିଁ। ତାର ଅର୍ଥ ହେଉଛି ବର୍ତ୍ତମାନ ଆମେ ପାଇପାରୁଛୁ ଯେ ୟାର ହୃଦୟ ବାପାଙ୍କ ଠାରୁ ବହୁତ ଦୂରକୁ ଯାଇଥିଲା। ୟାର ହୃଦୟ ବାପାଙ୍କ ସହିତ ନାହିଁ, ହେଲେ ୟାର ହୃଦୟ ବାପାଙ୍କ ସହିତ ନଥିବା ଯୋଗୁଁ ଇଏ କେବେ ଜାଣିପାରୁନାହିଁ ଯେ ମୁଁ ଯେଉଁଟା କହୁଛି ବର୍ତ୍ତମାନ ଏଇଟା ମୁଁ ଜାଣୁନାହିଁ କହିକି। ମୁଁ କହିବାକୁ ଚାହୁଁଛି ବାପାଙ୍କର ହୃଦୟ ଠାରୁ କେମିତି ୟାର ହୃଦୟ ଗଲା। ବାଇବଲ ମେନସନ କରୁଛି ସେଥିରେ ସେମାନଙ୍କୁ ସମ୍ପତ୍ତିର ଭାଗ ବାଣ୍ଟି ଦେଲେ। ହେଲେ ଆପଣ ଚିନ୍ତା କରନ୍ତୁ, ଏବେ ସମ୍ପତ୍ତି ଯେଉଁ ବାପା ଦେଲେ, ଦ୍ୱିତୀୟ ପୁତ୍ରକୁ ବି ଦେଲେ ଆଉ ପ୍ରଥମ ପୁତ୍ରକୁ ବି ଦେଲେ ନା ନାହିଁ। ହେଲେ ଦୁଇଟା ପୁତ୍ର ଭିତରେ କେଉଁ ପୁତ୍ର ସମ୍ପତ୍ତିକୁ ଉଡ଼େଇ ଦେଲା ଆଉ କେଉଁ ପୁତ୍ର ସମ୍ପତ୍ତିକୁ ସାଇତି କରିକି ସଜାଡ଼ିକି ରଖିଲା କିଛି ନଷ୍ଟ ନ କରିକି? ଦ୍ୱିତୀୟ ପୁତ୍ର ସମ୍ପତ୍ତିକୁ ଉଡ଼େଇ ଦେଲା ନା। ଦ୍ୱିତୀୟ ପୁତ୍ର ସମ୍ପତ୍ତିକୁ କଦାଚାରରେ ସେ ନଷ୍ଟ କଲା। କିନ୍ତୁ ପ୍ରଥମ ପୁତ୍ର ଏ ସମ୍ପତ୍ତିକୁ କ'ଣ କରିଛି? କ'ଣ ୟାର ସାକ୍ଷ୍ୟରେ ଆମେ ପାଉଛୁ କି ପ୍ରଥମ ପୁତ୍ର ଯାଇକି କଦାଚାରରେ ବଞ୍ଚିଲା? ନାଇଁ ଏ ବର୍ଷ ବର୍ଷ ଗୋଲାମ ପରି ଖଟିଲାର ଜୀବନ ବିତେଇଛି, ନାଇଁ ଏ ବାପାଙ୍କର ଗୋଟେ ମଧ୍ୟ ଆଜ୍ଞା ଲଙ୍ଘନ ନ କରିବାର ଜୀବନ ବିତେଇଛି ନା ନାଇଁ। କିନ୍ତୁ ଆପଣ ଦେଖନ୍ତୁ 8 ପଦରେ କ'ଣ ଲେଖା ହେଇଛି। ପ୍ରଥମ ତିମୋଥୀର 8 ପଦରେ ଲେଖା ହେଇଛି, 1 ପଦରେ ଲେଖା ହେଇଛି, କିନ୍ତୁ ବ୍ୟବସ୍ଥା ଧାର୍ମିକ ଲୋକ ନିମନ୍ତେ ସ୍ଥାପିତ ନ ହୋଇ ସ୍ୱେଚ୍ଛାଚାରୀ ଓ ଅବାଧ୍ୟ, ଅଧାର୍ମିକ ଓ ପାପୀ, ଅଶୁଚି ଓ ଧର୍ମଦେଶୀ, ପିତୃହନ୍ତା, ମାତୃହନ୍ତା, ନରହନ୍ତା, ବ୍ୟଭିଚାରୀ, ପୁଂମୈଥନକାରୀ, ମନୁଷ୍ୟ ଚୋର, ମିଥ୍ୟାବାଦୀ ଓ ମିଥ୍ୟା ଶପଥକାରୀମାନଙ୍କ ନିମନ୍ତେ, ପୁଣି ହିତଜନକ ଶିକ୍ଷାର ବିପରୀତ ଯେକୌଣସି ବିଷୟ ଥାଏ ତାହା ନିମନ୍ତେ ଯେ ସ୍ଥାପିତ ହୋଇଅଛି। ବ୍ୟବସ୍ଥା କାହା ପାଇଁ ସ୍ଥାପିତ ହୋଇଛି ଲେଖା ହେଇଛି ଜାଗା ନା। ହେଲେ ବର୍ତ୍ତମାନ ବାପା ଯେତେବେଳେ ସମ୍ପତ୍ତି ଦେଲେ
ମୁଁ ଆଜି କହିବାକୁ ଚାହୁଁଛି ଆପଣଙ୍କୁ, ଏ ଯୋଉ ସମ୍ପତ୍ତି ବାପା ଦୁଇ ଜଣଙ୍କୁ ଦେଲେ, ଏ ସମ୍ପତ୍ତିକୁ ଏମାନେ ସାଇତି କରି ରଖନ୍ତୁ ବୋଲି ଦେଲେ ନା ଏ ସମ୍ପତ୍ତିକୁ ସେମାନେ କଦାଚାରରେ ନଷ୍ଟ କରନ୍ତୁ ବୋଲି ଦେଇଥିବେ? ମୁଁ ଟିକେ ଆପଣଙ୍କର ଶୁଣିବାକୁ ଚାହୁଁଛି। ବାପାଙ୍କର କ'ଣ ମନ ଥିବ? ଏ ସମ୍ପତ୍ତି ଉଡ଼େଇ ଦଉ, ନଷ୍ଟ କରୁ ବୋଲି ସେ ମନରେ ଦେଇଥିବେ, ନା ସମ୍ପତ୍ତିକୁ ସାଇତି କରିକି ଭଲରେ ରଖୁ ସେଥିପାଇଁ ଦେଇଥିବେ? ଆମର ପ୍ରଦୀପ କହ, ସେତେ ଉଡ଼ଉଛୁ ଆଉ ଓଟର ସାରେ ଆଉ ନଷ୍ଟ କରିବାକୁ ଦେଇଛନ୍ତି ନା ଭଲ ରଖିବାକୁ ଦେଇଛନ୍ତି? ପ୍ରକୃତ କଥା ହେଉଛି, এই ଜାଗାରେ କାହାଣୀରେ ଆମେ ଜାଣିଛୁ ଯେ ବାପା କେମଧ୍ୟ ଦ୍ୱିତୀୟ ପୁତ୍ରର ଜୀବନଯାପନକୁ ନେଇକି ବ୍ୟସ୍ତ ହେଉନାହାନ୍ତି। ଦ୍ୱିତୀୟ ପୁତ୍ର କ'ଣ କଲା, ଦ୍ୱିତୀୟ ପୁତ୍ର କେମିତି ବର୍ତ୍ତମାନ ବଞ୍ଚିଲା, ସେ ବିଷୟକୁ ବ୍ୟତିବ୍ୟସ୍ତ ନ ହେବାର ମୂଳ କାରଣ ଜାଣିଛନ୍ତି କ'ଣ? ଏବେ ପୁଅର ଜୀବନରେ ଭକୁଆରେ ମୃତ୍ୟୁ ଆସିଛି। ଏ ଭକୁଆରେ ମୃତ୍ୟୁ କେତେ ମୂଲ୍ୟବାନ ଆଶୀର୍ବାଦ ଏ ଦ୍ୱିତୀୟ ପୁତ୍ର ପାଇଁ। ବାପା ଜଗିକି ଥିଲେ, ଯୋଉ ଦିନ ତୁ ଭୋକକୁ ଆରେ ମୃତ୍ୟୁକୁ ସାମ୍ନା କରିବୁ, ଦୌଡ଼ି ଆସିବୁ ମୋ ପାଖକୁ। ଆମେନ୍। ଇଏ ବାପା ଜାଗତିକ ବାପା ନାହିଁ। ଜାଗତିକ ବାପା ଯେତେବେଳେ କହିଥାନ୍ତା ତୁ କାହିଁ ମୋର କଥା ଶୁଣୁନୁ, ତୁ ମୋର କଥା ଶୁଣିକି ବଞ୍ଚିବାକୁ ପଡ଼ିବ ନା, ତୁ କ'ଣ ପାଇଁ ମୋର ବାକ୍ୟ ଲଙ୍ଘନ କରୁଛୁ? ଏଇ ଜାଗତିକ ବାପା ଏମିତି ଶିକ୍ଷା ଦିଅନ୍ତି। କିଏ ଜାଗତିକ ବାପା? ଏଇ ଜଗତରେ ଯେଉଁମାନେ ବ୍ୟବସ୍ଥା ଦ୍ୱାରା ଆତ୍ମିକ ଜୀବନ ବ୍ୟବସ୍ଥାକୁ ମାନିବା ଦ୍ୱାରା ଆଶୀର୍ବାଦ ଜୀବନକୁ ପାଅ କହିକି ଶିକ୍ଷା ଦେଉଛନ୍ତି। କିନ୍ତୁ ମୁଁ ଆଜି କହିବାକୁ ଚାହୁଁଛି, ବାପା ଜାଣି ଶୁଣିକି ଏ ସମ୍ପତ୍ତି ଯେପରି ସେ ଉଡ଼େଇବ ସେଥିପାଇଁ ଦେଇଥିଲେ। ସେ କୁଆଡ଼େ ଗଲା? ସମ୍ପତ୍ତି ଧରି ସେ ଗଲା କୁଆଡ଼େ? ସେ ସମ୍ପତ୍ତିକୁ ଧରିକି ଦୂର ଦେଶକୁ ଗଲା, ଲେଖା ହେଇଛି ନା? କୋଉ ଦେଶ ଗଲା? ସେ ଦୂର ଦେଶକୁ ସେ ଗଲା। ଦୂର ବୋଲି ଗୋଟେ ଯୋଉ ୱାର୍ଡ ଆସିଛି, ଡିଷ୍ଟାନ୍ସ, ଭେରି ଫାର ଲେଖା ହେଇଛି ନା, ଦୂର ଦେଶ। ମୁଁ ଆଜି ପଚାରିବାକୁ ଚାହୁଁଛି, କୋଉ ଜାଗାରୁ ଏ ଜାଗାଟା ଦୂର? ଦୂର ଦେଶ। ଏବେ ଆମମାନେ ଫୁଲବାଣୀରୁ ଭବାନୀପାଟଣା ଦୂର ବୋଲି କହିବା ନା ପାଖ କହିବା? ଦୂର ବୋଲି କହିବା। କିନ୍ତୁ ଫୁଲବାଣୀରୁ ଆମର କ'ଣ ସେଟା, ଫୁଲବାଣୀରୁ ଗୁଡାରୀ ବୋଲି ଜାଗା ଅଛି, ଦୂର ନା ପାଖ? ପାଖ ନା? ଜି ଉଦୟଗିରିରୁ ବାଳେନା ଯୋଉ ଦୂର ନା ପାଖ? କିନ୍ତୁ ଜି ଉଦୟଗିରିରୁ କଟକ ଦୂର ନା। ହେଲେ ଏ ଯୋଉ ଦୂର ଦେଶ, କୋଉ ଜାଗାରୁ ଏ ଦେଶଟା ଦୂର? ଇଏ ବେଶ୍ୟାଖାନାକୁ ସେ ଗଲା, ସେ ଜୁଆ ଖେଳିବା ପାଇଁ ଗଲା, ସେ ମଦ ପିଇବା ପାଇଁ ଗଲା, ସେ କଦାଚାରରେ ଜୀବନ ବିତେଇଲା ନା ନାହିଁ? ମୁଁ କହିବାକୁ ଚାହୁଁଛି, ଏ ପୁଅ ଯୋଉ ଜାଗାରେ ବାସ କରିବା ପାଇଁ ଗଲା, ସେ ଜାଗାଠାରୁ ବେଶୀ ପାଖ ହେଉଛି ବେଶ୍ୟାଖାନା, ବେଶୀ ପାଖ ହେଉଛି ଜୁଆ, ବେଶୀ ପାଖ ହେଉଛି କ'ଣ? ମଦ ପିଇବାର ଜାଗା। ଦୂର କ'ଣ? ବାପାଙ୍କ ଠାରୁ ବେଶୀ ଦୂର। ଏଇଟା ହେଉଛି ଗୋଟେ ଜାଗା, ବାପାଙ୍କ ଠାରୁ ଦୂର ଜାଗା। ଆମେ ବୁଝିପାରୁଛନ୍ତି? ସେ ଦୂର ଦେଶକୁ ଗଲା, ଯାଉ ଯାଉ କ'ଣ ହେଲା? ମହା ଦୁର୍ଭିକ୍ଷ ପଡ଼ିଲା, ଲେଖା ହେଇଛି ବାଇବଲ। ଯେଉଁ ସମୟରେ ସେ କଦାଚାରରେ ଜୀବନ ବିତେଇଲା, ମହା ଦୁର୍ଭିକ୍ଷ ପଡ଼ିଲା। ଆଉ ତାର କ'ଣ ହେବା ପାଇଁ ଆରମ୍ଭ କଲା? ତାର ଅଭାବ ହେବାକୁ ଆରମ୍ଭ କଲା, ଲେଖା। ମୁଁ ଆଜି କହିବାକୁ ଚାହୁଁଛି, ଏ ଦୂର ଦେଶରେ ଅଭାବ ଅଛି, ଏ ଦୂର ଦେଶରେ ଦୁର୍ଭିକ୍ଷ ନାହିଁ, ମହା ଦୁର୍ଭିକ୍ଷ ଅଛି। ଇଏ ଦୂର ଦେଶରେ ଯଦିଓ ବେଶ୍ୟାଖାନା ଅଛି, ଯଦିଓ ମଦଖାନା ଅଛି, ଯଦିଓ ଜୁଆ ଖେଳିବାର ଜାଗା ଅଛି, ଯଦିଓ ସମସ୍ତ ସାଙ୍ଗସାଥି ଅଛନ୍ତି, ମାତ୍ର ଏ ଦେଶରେ, ଏ ଦୂର ଦେଶରେ ଭକୁଆରେ ମୃତ୍ୟୁ ବି ଅଛି। ଆମେନ୍। ଏ ଭକୁଆରେ ମୃତ୍ୟୁ ଶେଷରେ ଜଗିକି ଅଛି। ଯେଉଁ ଲୋକମାନେ ଏ ଭକୁଆର ମୃତ୍ୟୁକୁ ବିଶ୍ୱାସ ଦ୍ୱାରା ପହଞ୍ଚିବେ, କାହାକୁ 19 ବର୍ଷ ଲାଗୁଛି, କାହାକୁ 20 ବର୍ଷ ଲାଗୁଛି, କାହାକୁ 30 ବର୍ଷ ଲାଗୁଛି, କାହାକୁ 40 ବର୍ଷ ଲାଗୁଛି, କାହାକୁ 60 ବର୍ଷ ଲାଗୁଛି, ଭୋକ ମୃତ୍ୟୁକୁ ଆବିଷ୍କାର କରିବା ପାଇଁ ଦୂର ଦେଶରେ। 19 ବର୍ଷ ସମୟ ପର୍ଯ୍ୟନ୍ତ ମୁଁ ଏ ଦୂର ଦେଶରେ ବଞ୍ଚିଥିଲି।
ମୋ ପାଖରେ ମୋତେ ବହୁତ ଇଚ୍ଛା ଥିଲା ବେଶ୍ୟାଖାନା ଯିବା ପାଇଁ, ମଦଖାନା ଯିବା ପାଇଁ, ଜୁଆ ଖେଳିବା ପାଇଁ କି କଦାଚାର ଉଡ଼ାଇବା ପାଇଁ। ମୁଁ ମୋତେ ବଞ୍ଚିଲି ଦ୍ୱିତୀୟ ପୁତ୍ର ସଦୃଶ। କିନ୍ତୁ ବହୁତ ଧନ୍ୟବାଦ ସହକାରେ ଘୁଷୁରୀ ମାନଙ୍କ ସୀମକୁ ପାଖକୁ ମଧ୍ୟ ଯାଉଛି, ସେଇଟା ମଧ୍ୟ ଖାଇବାକୁ ପାଉନାହିଁ ଲେଖା ହେଇଛି ବାଇବଲରେ। ତାର ଅଭାବ ହେଲା। କିନ୍ତୁ ସେ ଜାଗାରେ ସେ ମନେ ପକାଉଛି, ଆରେ ମୋ ବାପାଙ୍କ ଘରେ ମୂଲିଆ ମାନଙ୍କର ଖାଦ୍ୟ ବଳି ପଡ଼ୁଅଛି, ଆଜି ମୋ ଭୋକରେ ମରୁଛି। ଏ ଯୋଉ ହୃଦୟ ବର୍ତ୍ତମାନ ତିଆରି ହେବା ପାଇଁ ଆରମ୍ଭ କଲା ଯେ ମୁଁ ଉଠି ମୋ ବାପାଙ୍କ ପାଖକୁ ଫେରିବି। ଇଏ ଯୋଉ ହୃଦୟ ତିଆରି ହେଲା ବର୍ତ୍ତମାନ ୟା ପାଖରେ ମୁଁ ବାପାଙ୍କ ପାଖକୁ ଯିବା ଦରକାର। କାହିଁକି? ଏବେ ଜାଣିପାରିଲା ମୋର ଖୁସି, ମୋର ଶାନ୍ତି, ମୋର ଆଶା, ମୋର ଆନନ୍ଦ, ମୋର ଖାଦ୍ୟ, ମୋର ଜୀବନର ଖୁସି ସବୁ ଜିନିଷ ବାପାଙ୍କ ଘରେ ଅଛି। ଆମେନ୍ ଆମେନ୍। ଏ ମଣ୍ଡଳୀରେ ମୁଁ କାହିଁ ରହୁ ଜାଣିଛନ୍ତି? ଏ ମଣ୍ଡଳୀରେ ମୁଁ ସମ୍ମାନ ପାଉଛି, ଏ ମଣ୍ଡଳୀରେ ମୁଁ ଟଙ୍କା ପାଉଛି, ଏ ମଣ୍ଡଳୀରେ ମୁଁ ଅନେକ ବିଷୟ ପାଉଛି। ଏଥିପାଇଁ ଚର୍ଚ୍ଚରେ ମୁଁ ରହୁନାହିଁ। କିନ୍ତୁ ଏ ମଣ୍ଡଳୀରେ ମୋର ଖୁସି ଅଛି, ଏ ମଣ୍ଡଳୀରେ ମୋର ଜୀବନ ଅଛି, ଏ ମଣ୍ଡଳୀରେ ମୋର ଭବିଷ୍ୟତ ଅଛି। ଏ ମଣ୍ଡଳୀର କାହିଁକି ମୋର ଜୀବନ ଅଛି? କାରଣ ଏ ମଣ୍ଡଳୀର ମସ୍ତକ ହେଉଛନ୍ତି ଯୀଶୁଖ୍ରୀଷ୍ଟ। ଏଇଟା ସାଧାରଣ ଏଗ୍ରିମେଣ୍ଟ ନାହିଁ, ଏଇଟା ଗୋଟେ ଟେମ୍ପୋରାରୀ ଏଗ୍ରିମେଣ୍ଟର ଦୁନିଆ ନାହିଁ। ଏଇଟା ପରମାନେଣ୍ଟ ଏଗ୍ରିମେଣ୍ଟ, ଅନନ୍ତକାଳୀନ ପର୍ଯ୍ୟନ୍ତ ଏ ଚର୍ଚ୍ଚରେ ରହିବାର ଅଛି ମୋର। ଏ ଚର୍ଚ୍ଚ ବୋଲେ ଏଇଟା କାନ୍ଥବାଡ଼ କହୁନାହିଁ ମୁଁ, ଏଇଟା ତ ଚର୍ଚ୍ଚ ଗୃହ, ଏଇଟା ବିଲ୍ଡିଂ। ଏଇଟା ମଣ୍ଡଳୀ ମାନେ କ'ଣ? ମୋର ହୃଦୟ ଭିତରେ ପରମେଶ୍ୱରଙ୍କର ହୃଦୟ ବାକ୍ୟ ଆତ୍ମାର ପ୍ରବାହ ଜୀବନ। ଆଉ ଏ ମଣ୍ଡଳୀର ମସ୍ତକ ଯୀଶୁଖ୍ରୀଷ୍ଟ। ସେଥିପାଇଁ ବାପାଙ୍କର ଦୃଷ୍ଟିରେ ସବୁଠାରୁ ମୂଲ୍ୟବାନ ପୁତ୍ର ହେଉଛି ସିଏ ଯାହାର ହୃଦୟ ଚୂର୍ଣ୍ଣ ହେଇଯାଇଛି ଦୂରଦେଶରେ, ଯାହାର ହୃଦୟ ଭାଙ୍ଗି ଯାଇଛି ଦୂରଦେଶରେ, ଯାହାର ମୁଖରେ ବାହାରୁଛି କ'ଣ ବୋଲି, ମୁଁ ଆଉ ବଞ୍ଚି ପାରିବିନି ଏ ଜାଗାରେ ବାପା, ମୁଁ ଯଦି ବଞ୍ଚିବି ତାହେଲେ ମରିଯିବି, ମୋ ପାଖରେ ରାସ୍ତା ନାହିଁ, ଆଉ ମୁଁ ତମ ପାଖକୁ ଫେରି ଆସିବା ଦରକାର। କିନ୍ତୁ ପ୍ରଥମ ପୁତ୍ର ହୃଦୟରେ କ'ଣ ଅଛି? ସେ ବାପାଙ୍କର ଖୁସିରେ ସାମିଲ ହେବାକୁ ଚାହୁଁନାହିଁ, ବାପାଙ୍କର ଆନନ୍ଦରେ ସେ ରାଜି ନାହିଁ ଖୁସି ହେବା ପାଇଁ। ସେ ଗୋଟେ ପୁଅ ଯିଏ କହୁଛି ମୁଁ ଏତେ କାମ କରୁଛି ତମ ପାଇଁ, ମୋତେ ଗୋଟେ ବନ୍ଧୁମାନଙ୍କ ସହିତ ଛେଳିଦେଲନି ମାରି ଖାଇବା ପାଇଁ। ଆଜି ଅନେକ ଲୋକମାନେ ପରମେଶ୍ୱରଙ୍କୁ ୟୁଜ୍ କରୁଛନ୍ତି ପ୍ରଭୁଙ୍କ ଠାରୁ କ'ଣ ପାଇବା ପାଇଁ? ସମ୍ମାନ ପାଇବା ପାଇଁ, ଧନ୍ୟ ହେବା ପାଇଁ, ଆରାମସେ ବଞ୍ଚିବା ପାଇଁ, ମୋର ଜୀବନରେ କିଛି ଅସୁବିଧା ନ ଆସୁ। ପ୍ରଭୁଙ୍କୁ ଆମେ ୟୁଜ୍ କରିବା ଦରକାର ନିଜର ସ୍ୱାର୍ଥ ପୂରଣ କରିବା ପାଇଁ। ଏବେ ପ୍ରଥମ ପୁତ୍ର ତାର ହୃଦୟର କେନ୍ଦ୍ରବିନ୍ଦୁରେ, ତାର ମନରେ ସେ କାହାକୁ ସ୍ଥାପନ କରିବା ପାଇଁ ବର୍ଷ ବର୍ଷ ଗଲା ପରେ ଖଟିଲା। ସେ କାହାକୁ ସ୍ଥାପନ କରିବା ପାଇଁ ବାପାଙ୍କର ଗୋଟେ ଆଜ୍ଞା ଲଙ୍ଘନ କରୁନାହିଁ। ତାର ମନ ଭିତରେ କ'ଣ? ସେ ବାପାଙ୍କୁ ସ୍ଥାପନ କରିବା ପାଇଁ ଏମିତି ବଞ୍ଚିଲା କି ନିଜକୁ ସ୍ଥାପନ କରିବା ପାଇଁ। ତାର ମୁଖରୁ କ'ଣ ବାହାରୁଛି? ତାର ମୁଖରୁ ବାହାରୁଛି ବାପାଙ୍କ ବିରୁଦ୍ଧରେ, ଆଉ ତା ମୁଖରେ ବାହାରୁଛି ମୋର ଜୀବନରେ ତମେ କାହିଁ ଏମିତି କର ନାହିଁ। ପରମେଶ୍ୱର ଏ ଜଗତର ସମସ୍ତ ଲୋକକୁ ସମ୍ପତ୍ତି ଦେଇଛନ୍ତି। ଜଣକ ଏ ସମ୍ପତ୍ତିକୁ ଉଡ଼େଇବ। ଏଠି ସମ୍ପତ୍ତି କ'ଣ? ଏ 9 ପଦ, ଏ 8 ପଦ, 9 ପଦ, ରୋମୀୟ 3:19 ପଦ। ବସି ଧନ୍ୟବାଦ ସହକାରେ ପ୍ରଭୁ ଆମକୁ ବ୍ୟବସ୍ଥା ଦେଲେ। ଏ ବ୍ୟବସ୍ଥା ଦ୍ୱାରା ଆମେ ଆମର ପାପକୁ ଚିହ୍ନିଲୁ। ବାପା ଜାଣି ଶୁଣିକି ଆଗକୁ ଦୂରଦେଶକୁ ପଠେଇଲେ, ତୁ ଯା। କାରଣ ବାପା ଅଲରେଡ଼ି ଜାଣି ସାରିଛନ୍ତି ୟାର ହୃଦୟ ମୋ ସହିତ ଆଉ ନାହିଁ। ଆଉ ଅଲରେଡ଼ି ଶୈତାନ ୟାର ମନକୁ ଚୁରେଇକି ନେଇଗଲାଣି। ବିନା ହୃଦୟରେ ବାପାଙ୍କର ହୃଦୟ ସହିତ ଜଡ଼ିତ ନ ହୋଇକି, ବାପାଙ୍କର ହୃଦୟ ସହିତ ପ୍ରବାହିତ ନ ହୋଇକି ଯଦି ସେ ଜବରଦସ୍ତି ତାକୁ ବାନ୍ଧିକି ରଖିବେ, କିଛି ଲାଭ ଅଛି କି? ହୃଦୟ ସହିତ ହୃଦୟର ସଂଯୁକ୍ତ, ହୃଦୟ ସହିତ ହୃଦୟର ପ୍ରବାହିତର ଜୀବନ ହେଉଛି ସବୁଠାରୁ ମୂଲ୍ୟବାନ ଖୁସିର ଜୀବନ। ପାଷ୍ଟର କୁହନ୍ତି ଏ ଦୁନିଆରେ ସବୁଠାରୁ ଆନନ୍ଦମୟ ଲୋକ କିଏ? ଯାହାର ହୃଦୟ ଜଣଙ୍କ ସହିତ ପ୍ରବାହିତ ହେଉଛି, ଯାହାର ମନ ଯୀଶୁଖ୍ରୀଷ୍ଟଙ୍କ ସହିତ ପ୍ରବାହିତ ହେଉଛି। ସବୁଠାରୁ ଦୁଷ୍ଟ ଲୋକ କିଏ? ଯାହାର ମନ ବନ୍ଦ ହେଇଛି, ସେ ହେଉଛି ଦୁଷ୍ଟ। ଆମେନ୍।
ବଡ଼ ପୁଅର ହୃଦୟ ବର୍ତ୍ତମାନ ବାପାଙ୍କ ଆଡ଼କୁ ବନ୍ଦ ଥିଲା ନା ନାହିଁ? ବଡ଼ ପୁଅର ହୃଦୟ ବର୍ତ୍ତମାନ ବାପାଙ୍କ ଆଡ଼କୁ ବନ୍ଦ ଅଛି। ବର୍ତ୍ତମାନ ଆମ ଜୀବନ କାଳ ଭିତରେ ପରମେଶ୍ୱର କ'ଣ କରୁଛନ୍ତି? ପ୍ରଭୁ ଆମ ଜୀବନ କାଳରେ ଆମମାନଙ୍କ ଜୀବନରେ ପ୍ରଭୁ କାମ କରୁଛନ୍ତି। କି କାମ ଏଇଟା? ଆମକୁ ଭାଙ୍ଗିବାର କାମ, ଆମକୁ କନ୍ଦେଇବାର କାମ, ଆମକୁ ହତାଶ କରିବାର କାମ, ଆମକୁ ନିରାଶ କରିବାର କାମ। କାହିଁକି? କାରଣ ଆମର ଲକ୍ଷ୍ୟ ହେଉଛି ଆମେ ଦିନେ ଜାଣିପାରିବା, ହଁ ସତରେ ପ୍ରଭୁ ତମ ବିନା ମୁଁ କିଛି କରିପାରିବି ନାହିଁ, ତମ ଛଡ଼ା ମୁଁ ବଞ୍ଚିପାରିବି ନାହିଁ, ତମ ଛଡ଼ା ମୁଁ କୌଣସି କ୍ଷେତ୍ରରେ କିଛି କରିପାରିବି ନାହିଁ। ଜହନ 3 ପର୍ବର 27 ପଦରେ ଗୋଟେ ବାକ୍ୟ ଲେଖା ହେଇଛି। କ'ଣ ଲେଖା ହେଇଛି ପଢ଼ନ୍ତୁ ଜଣେ କିଏ? ଜହନ ପୁସ୍ତକ 3ର 27 ପଦ, ଜଲ୍ଦି ପଢ଼ନ୍ତୁ, ସମୟ ହେଇଗଲାଣି। ଜହନ ପୁସ୍ତକ 3 ପର୍ବ 27 ପଦ। ସ୍ୱର୍ଗରୁ ପ୍ରଦତ୍ତ ନ ହେଲେ ମନୁଷ୍ୟ କିଛି ବି ପ୍ରାପ୍ତ ହେବ ନାହିଁ ବୋଲି କେବେ କୋଉ ମୁହୂର୍ତ୍ତରେ କୋଉ ଲୋକ ଏଇଟାକୁ ଗ୍ରହଣ କରିପାରିବ? ଏ ବାକ୍ୟକୁ ବିଶ୍ୱାସ କରିପାରିବ? ବାପାଙ୍କ ମନ ପକେଇବାର ଅର୍ଥ କ'ଣ? ବାପାଙ୍କ ଘରକୁ ଫେରିବାର ଅର୍ଥ କ'ଣ? ବାପାଙ୍କ ଘରକୁ ଫେରିବାର ଅର୍ଥ ହେଉଛି ବାପାଙ୍କୁ ବିଶ୍ୱାସ କରିବାଟା। ବାପାଙ୍କୁ ଘରକୁ ଫେରିବାର ଅର୍ଥ ହେଉଛି ବାପାଙ୍କୁ ଭରସା କରିବାଟା, ବାପାଙ୍କୁ ନିର୍ଭର କରିବା ସହିତ ସମାନ ନା? ବାପାଙ୍କ ଘରକୁ ଫେରିବାର ଅର୍ଥ ହେଉଛି ବାପାଙ୍କ ଘରେ ଖୁସିକୁ, ନିଜର ଖୁସିକୁ ଆବିଷ୍କାର କରିବାଟା। ବାପାଙ୍କ ଘରେ ମୋର ଶାନ୍ତି, ମୋର ଭବିଷ୍ୟତ, ଉଜ୍ଜଳ ମୋ ଜୀବନ, ସବୁ ବିଷୟ ବାପାଙ୍କ ଘରେ ଗୁପ୍ତ ହେଇକି ଅଛି କହିକି ଜାଣିବାଟା ହେଉଛି ବାପାଙ୍କ ଘରକୁ ଫେରିବା ସହିତ ସମାନ। ଆମେନ୍। କିନ୍ତୁ ପ୍ରଥମ ପୁତ୍ରର ହୃଦୟ ଭିତରେ ବାପାଙ୍କର ଘର ଭିତରେ ପଶିବାକୁ ମଙ୍ଗିଲା ନାହିଁ। ସେ ରାଗି ଯାଉଛି। ସେ କାହିଁକି ସେ ଖୁସିରେ ସାମିଲ ହେବାକୁ ଚାହୁଁନାହିଁ? ସେ କାହିଁକି ସେ ଖୁସିର ପରିବେଶରେ ସାମିଲ ହେବାକୁ ଚାହୁଁନାହିଁ? କାରଣ ସେ ତାର ହୃଦୟ ଭିତରେ କେବେ ମଧ୍ୟ ବାପାଙ୍କ ସହିତ ହୃଦୟରେ ମିଶି ନାହିଁ। ପରମେଶ୍ୱର ବର୍ତ୍ତମାନ 8 ପଦରେ ଲେଖିଛନ୍ତି ଜାଗାରେ ଯେ ବ୍ୟବସ୍ଥା ଏହି ପ୍ରକାର ଲୋକକୁ ପ୍ରାପ୍ତ ହେଇଛି। ଖରାପ ଲୋକ, ଦୁଷ୍ଟ ଲୋକ। କ'ଣ ପାଇଁ? ଆମେ ଜାଣିପାରୁଛୁ ସତରେ ପ୍ରଭୁ ମୁଁ ହେଉଛି କଦର୍ଯ୍ୟ ଲୋକ। ଗୋଟେ ବାକ୍ୟ ଦେଖିବା ଆମେ ଆଉ ଗୋଟେ, ରୋମିଓ 3 ପର୍ବ ଖୋଲନ୍ତୁ। ରୋମିଓ ପୁସ୍ତକ 3 ପର୍ବ ରୋମିଓ 3 ପର୍ବ 4 ପଦରେ ଗୋଟେ ବାକ୍ୟ ଲେଖା ହେଇଛି। ତାହା କେବେ ନ ହଉ ବରଂ ପ୍ରତ୍ୟେକ ମନୁଷ୍ୟ ମିଥ୍ୟାବାଦୀ ହେଲେ ହଉ, କିନ୍ତୁ ଈଶ୍ୱର ସତ୍ୟ ବୋଲି ସ୍ୱୀକାର କରାଯାଉ। ଟିକେ ଗଭୀର ଭାବରେ ଦେଖିବା। ବରଂ ପ୍ରତ୍ୟେକ ମନୁଷ୍ୟ କ'ଣ ହଉ? ମିଥ୍ୟାବାଦୀ ହେଲେ ହଉ, କିନ୍ତୁ ଈଶ୍ୱର ସତ୍ୟ ବୋଲି ସ୍ୱୀକାର କରାଯାଉ। ଯେପରି ଲେଖା ଅଛି, ତୁମେ ଆପଣ ବାକ୍ୟରେ ଧାର୍ମିକ ବୋଲି ଜଣାଯିବ, ପୁଣି ବିଚାରିତ ହେବା ସମୟରେ ବିଜୟୀ ହେବ। ତୁମେ ଆପଣା ବାକ୍ୟରେ ଧାର୍ମିକ ବୋଲି ଜଣାଯିବ। ହେଲେ କେମିତି ଆପଣ ବାକ୍ୟରେ ଧାର୍ମିକ ବୋଲି ଗଣାଯିବେ? ଦେଖନ୍ତୁ, ଆପଣ ଯଦି 7 ପଦ ଦେଖନ୍ତୁ ଆପଣ। କିନ୍ତୁ ଯଦି ମୋର ମିଥ୍ୟା ଦ୍ୱାରା ଈଶ୍ୱରଙ୍କ ସତ୍ୟ ତାହାଙ୍କ ଗୌରବ ନିମନ୍ତେ ପ୍ରଚୁର ଭାବରେ ବୃଦ୍ଧି ପାଇଲା। ଈଶ୍ୱରଙ୍କର ସତ୍ୟ ତାହାଙ୍କ ଗୌରବ ନିମନ୍ତେ ପ୍ରଚୁର ଭାବରେ ବୃଦ୍ଧି ପାଇବାର କ'ଣ ଏଠି ଲେଖା ହେଇଛି? ମୋହର ସତ୍ୟ ଦ୍ୱାରା ନା ମିଥ୍ୟା ଦ୍ୱାରା? ମୋହର ମିଥ୍ୟା ଦ୍ୱାରା ଈଶ୍ୱରଙ୍କ ସତ୍ୟ ତାହାଙ୍କ ଗୌରବ ନିମନ୍ତେ ପ୍ରଚୁର ଭାବରେ ବୃଦ୍ଧି ପାଇଲା। ତାର ଅର୍ଥ ହେଉଛି ବର୍ତ୍ତମାନ ଦୂର ଦେଶରେ ଏ ଦ୍ୱିତୀୟ ପୁତ୍ର ଯେଉଁ ପାପମୟ ଜୀବନ ବିତେଇଲା, ଯେଉଁ କଦାଚାରରେ ଜୀବନ ବିତେଇଲା, ନଷ୍ଟ ହେବାର ଜୀବନ ବିତେଇଲା, ତାର ହୃଦୟ ଭିତରେ ଧୀରେ 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 ବର୍ତ୍ତମାନ କେଉଁ ଜାଗାକୁ ସେ ପହଞ୍ଚିଲା? ଘୁଷୁରୀ ମାନଙ୍କର ସିମ ଖାଇବା ଜାଗାରେ ପହଞ୍ଚିଲା। ଘୁଷୁରୀ ମାନଙ୍କର ସିମ ଖାଇବା ଜାଗାରେ ପହଞ୍ଚିଲା ପରେ ମଧ୍ୟ ସେ ଘୁଷୁରୀ ମାନଙ୍କର ଖାଇବାଟା ମଧ୍ୟ ସେ ଆଉ ପାଉନାହିଁ। ନା ନାଇଁ? ବର୍ତ୍ତମାନ ସେ କ'ଣ ଜାଣିପାରୁଛି? ତା ମଧ୍ୟରେ କ'ଣ ଚାଲିଛି ବର୍ତ୍ତମାନ?
ଆରେ ମୁଁ ଭୁଲ ଚିନ୍ତାରେ ପଳାଇଲି, ମୋର ନିଷ୍ପତ୍ତି ଭୁଲ ଥିଲା, ମୋର ଯୋଜନା ବେଶୀ ଭୁଲ ଥିଲା, ମୋର ଦୃଷ୍ଟି ବେଶୀ ଭୁଲ ଥିଲା, ମୁଁ ଯାହା ମଧ୍ୟ ଦେଖୁଥିଲି ପୁରାପୁରି ଉଲ୍ଟା ଥିଲା। ଏଗୁଡ଼ାକ ରିଆଲାଇଜେସନ, ଏ ବୁଝାମଣା ମଣିଷ କେମିତି ପାଇବ? ବିଶ୍ୱସ୍ତତାରେ ବଞ୍ଚିଲେ ନା ନିଜକୁ ଅବିଶ୍ୱସ୍ତ ବୋଲି ଜ୍ଞାନ କଲେ? ମୁଁ କହିବି ଆପଣଙ୍କୁ, ଏ ମଣ୍ଡଳୀକୁ ବେଶୀ ଧନ୍ୟବାଦ ଦଉଛି ଯେ ଏ ମଣ୍ଡଳୀ ମୋତେ ଧାର୍ମିକ କଲା ପୂର୍ବରୁ ଭଲରେ ପାପୀ ବୋଲି ପ୍ରକାଶ କଲା। କାହିଁକି? ଧାର୍ମିକ କିଏ ହେଇପାରିବ? ସତ ପାପୀ ଆଗ ଧାର୍ମିକ ହେଇପାରିବ। ଆମେନ୍। ପରମେଶ୍ୱର ଧାର୍ମିକତା ଦେବା ପୂର୍ବରୁ ମୁଁ କିଏ ପରିଚୟ ଦେଲେ ମୋତେ ଜଗତରେ 19 ବର୍ଷ ମୁଁ ମଦୁଆ ହେଇଗଲି। ପୁଡ଼ିଆ, ସିଗାରେଟ, ବିଡ଼ି, ପାପମୟ ଜୀବନ, କଦର୍ଯ୍ୟ ଜୀବନ, ବାପା ମାଆର କଥା ନ ଶୁଣିକି, ଚର୍ଚ୍ଚକୁ ନ ଯାଇକି ମୋତେ କ'ଣ ଶିକ୍ଷା ଦେବା? ଏଇ ଭଲରେ ବଞ୍ଚେ, ପ୍ରାର୍ଥନା କରେ, ଚର୍ଚ୍ଚକୁ ଯା। ଏଇଟା କି ଶିକ୍ଷା? ଏଇଟା ହେଉଛି ସେ ଶିକ୍ଷା ବର୍ଷ ବର୍ଷ ଧରି ଗଲା ପରେ ଖଟି ଆସିବା ଲୋକର ଶିକ୍ଷା। ବାପାଙ୍କର ଆଜ୍ଞା ଲଙ୍ଘନ ନ କରିବା ଶିକ୍ଷା। ବ୍ୟବସ୍ଥାର ଅଧ୍ୟାପକ ତମେ ଯେ ଚେଷ୍ଟା କରୁଛ କହିବା ପାଇଁ, ତମେ ନିଜେ ସେମିତି ମାନୁଛ କି କହିକି ବାଇବଲ ପଚାରୁଛି। ଆଜି ପର୍ଯ୍ୟନ୍ତ କେଉଁ ଚର୍ଚ୍ଚରେ କେଉଁ ପାଳକ କହିଛନ୍ତି ଗତ ସପ୍ତାହରେ ମୋର ସମସ୍ତ ଦର୍ଶଆଜ୍ଞା ମାନିବାର ସମାପ୍ତ ହେଲା, ସେଥିପାଇଁ ମୁଁ ଅନୁରୋଧ କରୁଛି ଏ ସପ୍ତାହରେ ଆପଣଙ୍କୁ ମଧ୍ୟ ସମାପ୍ତ କରନ୍ତୁ କହିକି କେଉଁ ପାଷ୍ଟର ସାକ୍ଷ୍ୟ ଦେଉଛନ୍ତି? ଖାଲି ସଦାବେଳେ ଗୋଟେ ବିଷୟ ଘୁଷା ଚାଲିଛି, ଚାଲନ୍ତୁ ଆମେ ସମସ୍ତେ ପ୍ରଭୁଙ୍କୁ ଯୀଶୁଙ୍କ ଉପରେ ନିର୍ଭର କରିବା, ବଶୀଭୂତ ହେବା, ସମର୍ପଣ କରିବା, ପାପ କ୍ଷମା ମାଗିବା, ଆଉ ଚାଲନ୍ତୁ ଯୀଶୁଙ୍କ ପାଇଁ ବଞ୍ଚିବା। ବଞ୍ଚିଲା ପରା ବର୍ଷ ବର୍ଷ ଧରିକି ଲୋକ, ଇଏ ତ ବଞ୍ଚିଲା ବାପାଙ୍କର ଗୋଟେ ଆଜ୍ଞା ଲଙ୍ଘନ ନ କରିକି ଲାଷ୍ଟରେ କ'ଣ କହୁଛି? ସେ କ'ଣ କହୁଛି ଜାଣିଛନ୍ତି? କି ପ୍ରକାର ମୂର୍ଖ ବାପା ତମେ! ଇଏ ଯୋଉ କଦାଚାରରେ ପୁଅ ବଞ୍ଚିଲା, ଜୀବନ ନଷ୍ଟ କରିକି ତମର ସବୁ ସମ୍ପତ୍ତି ଉଡ଼େଇ ଦେଲା, ତମର ସବୁ ଖରାପ ଭାବରେ ସେ ୟୁଜ୍ କଲା, କଦାଚାରରେ ବଞ୍ଚିଲା, ଆସିଲାରୁ ତା ପାଇଁ ଗୋଟେ ମୋଟା ବାଛୁରୀ ମାରିଦେଇଛ। କିଏ କହୁଛି ଏଇଟା? ପ୍ରଥମ ପୁତ୍ର କହୁଛି। କିନ୍ତୁ ମୁଁ ଆଜି କହିବାକୁ ଚାହୁଁଛି, ଏଇଟା କ'ଣ ପ୍ରକୃତିରେ ପ୍ରଭୁ ଆମକୁ ପାପ କରେଇକି ସେକେଣ୍ଡ ପାପ କରିବା ପାଇଁ, ଥାର୍ଡ ଗ୍ରେଡରେ ପାପ କରିବା ପାଇଁ ଆମକୁ ଏଇଠି ସୁଯୋଗ ଦେଉଛନ୍ତି କି? ବ୍ୟବଚାର ସ୍ତ୍ରୀକୁ ଯୀଶୁ କହିଲେ, ଯାଅ, ମୁଁ ମଧ୍ୟ ତମକୁ ଦଣ୍ଡ ନେବ ବୋଲି ମନେ କରୁ ନାହିଁ, ଆଜିଠାରୁ ପାପ କର ନାହିଁ। ଯାହା ହଉ, ପ୍ରଭୁ ମୋର ପାପ କ୍ଷମା କରିଦେଲେ, ଚାଲ ନେକ୍ସଟ ଷ୍ଟେଜକୁ ଯିବା ଆଉ ଥରେ। ଆମେ ଏଇଟା କ'ଣ ପ୍ରଭୁଙ୍କର ହୃଦୟ ପାପ କ୍ଷମା ଦେବାର? ବାପାଙ୍କର ମନରେ କୋଉ ହୃଦୟରେ ବର୍ତ୍ତମାନ ବାପା ଦେଲେ ସମ୍ପତ୍ତି? ଯେମିତି ଇଏ ଗୋଟେ ମୁହୂର୍ତ୍ତକୁ ଆବିଷ୍କାର କରିବ। କୋଉ ମୁହୂର୍ତ୍ତ ସେଇଟା? ମୃତ୍ୟୁର ମୁହୂର୍ତ୍ତକୁ ସାମ୍ନା କରିବ। ଜହନ ପୁସ୍ତକ 5 ପର୍ବର 25 ପଦରେ ଗୋଟେ ବାକ୍ୟ ଲେଖା ହେଇଛି, ସତ୍ୟ ସତ୍ୟ ମୁଁ ତୁମମାନଙ୍କୁ କହୁଛି, ଯେଉଁ ସମୟରେ ମୃତମାନେ ଈଶ୍ୱରଙ୍କ ପୁତ୍ର ସ୍ୱର ଶୁଣିକି ସଜୀବ ହେବେ, ଏପରି ସମୟ ଆସୁଅଛି ଏବଂ ବର୍ତ୍ତମାନ ସୁଦ୍ଧା ଉପସ୍ଥିତ। ଆଜି ମୁଁ କହିବାକୁ ଚାହୁଁଛି, ବାପାଙ୍କର ମନ ଏମିତି ନାହିଁ ଯେ ପୁଅ କଦାଚାରରେ ବଞ୍ଚିଲା କହିକି ବିଚାର କରିବାଟା, କି ବାପାଙ୍କର ମନ ଏମିତି ନାହିଁ ଯେ ପୁଅ ତୁ କାହିଁକି ଏମିତି ବଞ୍ଚିଲୁ ତାକୁ ବିଚାର କରିକି ତାକୁ ଦଣ୍ଡ ଦେବାଟା। ବାପାଙ୍କର ମନ କ'ଣ? ବାପାଙ୍କର ମନ କ'ଣ? ଯୀଶୁ କହୁଛନ୍ତି ନା, କାଳ ସମ୍ପୂର୍ଣ୍ଣ ହେଲାଣି, ମନ ପରିବର୍ତ୍ତନ କର। ମନ ପରିବର୍ତ୍ତନ କର ମାନେ କ'ଣ? ସେଟା ଅର୍ଥ ଶିକ୍ଷା ଦେଉଛନ୍ତି ଜାଗତିକ ଜଗତର ଶିକ୍ଷା। ମନ ପରିବର୍ତ୍ତନ କର ମାନେ କ'ଣ? ଆଜିଠାରୁ ଭଲରେ ବଞ୍ଚ, ଏମିତି କର ନାହିଁ, ସେମିତି କର ନାହିଁ। ରିଏଲ ରିପେଣ୍ଟାନ୍ସ, ମନ ପରିବର୍ତ୍ତନ ବାଇବଲରେ କ'ଣ? ମୁଁ ଗତକାଲି ଯୀଶୁଙ୍କୁ 3 ଥର ସ୍ୱୀକାର କଲି, କିନ୍ତୁ ଆସନ୍ତାକାଲି ମୁଁ 3 + 3 + 3 ଯୁକ୍ତ କେତେ ଥର ଅଧିକ ମୁଁ ଆସନ୍ତାକାଲି ଯୀଶୁଙ୍କୁ ସ୍ୱୀକାର କରିବା ଲୋକ। ମୁଁ ଗତକାଲି ଯେଉଁ ଯୀଶୁଙ୍କୁ 3 ଥର ସ୍ୱୀକାର କଲି, ଆସନ୍ତାକାଲି ମୁଁ 27 ଥର ସ୍ୱୀକାର କରିବା ଲୋକ ବୋଲି ପାଇଲେ ହିଁ ଆସନ୍ତାକାଲି ଆଉ ନିଜକୁ ମୁଁ ବିଶ୍ୱାସ କରିପାରିବି ନାହିଁ। ଆମେନ୍। ଗତକାଲି ମୁଁ 3 ଥର ଯୀଶୁଙ୍କୁ ସ୍ୱୀକାର କରୁଥିଲି, ଆସନ୍ତାକାଲି ଥରେ ବି କରିବି ନାହିଁ, ତାର ନେକ୍ସଟ କ'ଣ? ଚେଷ୍ଟା କରିବ ସେ। କିନ୍ତୁ ଏତେ ମୂର୍ଖ, ଗତକାଲି କିଏ ଅସ୍ୱୀକାର କଲା ଆଉ ଆସନ୍ତାକାଲି କିଏ ଅସ୍ୱୀକାର ନ କରିବାକୁ ଚେଷ୍ଟା କରିବାକୁ ଯାଉଛି?
ଗତକାଲି ବିଲେଇ କ୍ଷୀର ପିଇଥିଲା, ଆଜି ଶିକ୍ଷା ଦିଆହେଲା ଆସନ୍ତାକାଲି ସେ ବିଲେଇ ପିଇବ ନାହିଁ କ୍ଷୀର ଦେଲେ। ମଣିଷ ଜାଣିବା ଆବଶ୍ୟକ ଅଟେ। ମୁଁ ଯଦି ଥରେ ଗତକାଲି ମିଛ କହିଲି, ଆସନ୍ତା ଥର ମୋତେ ମିଛ କହିବି। କି ମିଛ ନ କହିବା ପାଇଁ ରାସ୍ତା କ'ଣ? ଚେଷ୍ଟା କରିବାଟା ନାହିଁ, ମିଛ ନ କହିବାର ହୃଦୟକୁ ଗ୍ରହଣ କରିବାଟା, ଯାହାକି ଯୀଶୁଙ୍କର ହୃଦୟ। ଆମେନ୍। ଗତକାଲି ମୁଁ ଯୀଶୁଙ୍କୁ 3 ଥର ଅସ୍ୱୀକାର କଲି, କାହିଁକି? ମୁଁ ଜଣେ ମିଥ୍ୟାବାଦୀ। ହେଲେ ଆସନ୍ତା ଥର ମୁଁ ଆଉ ନିଜକୁ ଯିଏକି 3 ଥର ଅସ୍ୱୀକାର କଲାର ଭିତରକୁ ଆଉ ଶୁଣିବି ନାହିଁ। ମୁଁ ଯୀଶୁଙ୍କୁ ଗ୍ରହଣ କରିବି, ଆଉ ଯୀଶୁଙ୍କୁ ନହେକି ବଞ୍ଚିଲେ ହିଁ ମୁଁ ଯୀଶୁଙ୍କୁ ଅସ୍ୱୀକାର କରିପାରିବି ନାହିଁ। ଆମେନ୍। ବୁଝିପାରୁଛନ୍ତି ମୁଁ କ'ଣ କହିବାକୁ ଚାହୁଁଛି? ହେଲେ ଦ୍ୱିତୀୟ ପୁତ୍ର ମଧ୍ୟ ଜାଣିପାରିଲେ, ଆରେ ମୁଁ ଏଇଠିକି ମରୁଛି, ସେଥିପାଇଁ ମୋତେ ଫେରିବାକୁ ପଡ଼ିବ। କାହିଁକି? ମୋର ଚିନ୍ତାର ଶେଷ, ମୋର ନିଷ୍ପତ୍ତିର ଶେଷ, ମୋର ଯୋଜନା, ମୋର ଦୃଷ୍ଟିରେ ଯାହା ଭଲ ଦେଖାଯାଉଛି ତାର ଶେଷକୁ ପହଞ୍ଚିଲି, ସେଇଟା ହେଉଛି ମରଣ। ଆଉ ମୁଁ ରହିପାରିବି ନାହିଁ, ମୁଁ ଫେରିଯିବା ଦରକାର। ଯୀଶୁଙ୍କୁ କିଏ ବିଶ୍ୱାସ କରିପାରିବ? କିଏ ଯୀଶୁଙ୍କୁ ବିଶ୍ୱାସ କରିପାରିବ? ଯିଏ ଦିନକୁ 1000ଟା ଗୀତ ଗାଉଛି, ସିଏ ଯିଏ ସପ୍ତାହକୁ 2 ଥର ଉପବାସ କରୁଛି, ସିଏ ବର୍ଷ ବର୍ଷ ଗଲା ପରେ ଖଟିଆ ଲୋକ ତ ବାପାଙ୍କୁ ରାଗୁଛି। ଆଉ ଆମେ କ'ଣ କଲେ ଆମେ ବାପାଙ୍କୁ ଖୁସି ହେଇପାରିବା? ଯୀଶୁଙ୍କୁ କିଏ ବିଶ୍ୱାସ କରିପାରିବ? ଯେଉଁ ଲୋକ ନିଜକୁ ବିଶ୍ୱାସ ନ କରିବାର ସର୍ତ୍ତ ପାଇଲା। ଆମେନ୍। ଯେଉଁ ବ୍ୟକ୍ତି ନିଜକୁ ଆଉ ବିଶ୍ୱାସ ନ କରିବାର ଯଦି ସର୍ତ୍ତ ପାଇଲା, ସେଇଟା ତା ପାଇଁ ବହୁତ ବଡ଼ ଆଶୀର୍ବାଦ। ଏବେ ଦ୍ୱିତୀୟ ପୁତ୍ର ନିଜକୁ ଆଉ ବିଶ୍ୱାସ କରିପାରିବନି, ଆଉ ସେଥିପାଇଁ ଛାଡ଼ୁଛି ସେ ଦୁର୍ଦ୍ଦଶ। ସେ ଏମିତି ଭାବୁ ନାହିଁ, ହେ ପଇସା ଭଲରେ ମୁଁ ନଷ୍ଟ କଲି, ପଇସା ଭଲରେ ବ୍ୟବହାର କଲି ନାହିଁ, ଏ ପଇସାକୁ ଯଦି ଭଲ କାର୍ଯ୍ୟରେ ଲଗେଇଥାନ୍ତି ବୋଲେ କ'ଣ ଆଜି ଏମିତି ହେଇଥାନ୍ତି? ହେଲେ ଏବେଠୁ ଆଉ ଥରେ ମୁଁ ଭଲରେ ବଞ୍ଚିବି, ଏମିତି ବୁଝାମଣା ପାଇଲା କି ସେ? ତାର ଦୁଃଖ ପାଇବାର, ତାର ମୃତ୍ୟୁକୁ ସାମ୍ନା କରିବାର, ତାର ଭୋକକୁ ସାମ୍ନା କରିବାର ଭୁଲ କ'ଣ? ଭଲରେ ପଇସାକୁ ବ୍ୟବହାର ନ କଲାର ଭୁଲକୁ ସେ ବୁଝିଲା ନା, ବାପାଙ୍କ ଘରୁ ମୁଁ ଛାଡ଼ିକି ଆସିଲି, ସେଥିପାଇଁ ମୁଁ ଏ କଷ୍ଟ ଜୀବନ ବିତଉଛି, ଏଇଟା ପାଇଲା ନା ସେ। ବୁଝିପାରୁଛନ୍ତି? ଆଜି ମଣିଷ କାହିଁକି ପାପୀ? ପାପ ନ କରିବା ପାଇଁ ଚେଷ୍ଟା କରୁନି ଭଲରେ ବୋଲି ପାପୀ ନା? ଯୀଶୁ ଖ୍ରୀଷ୍ଟ ଯିଏକି ପାପୀକୁ ଧାର୍ମିକ କରି ସାରିଛନ୍ତି, ସେ ଯୀଶୁଙ୍କୁ ଭେଟି ନାହିଁ, ସେ ଯୀଶୁଙ୍କୁ ସେ ବିଶ୍ୱାସ କରୁନାହିଁ, ସେଥିପାଇଁ ସେ ପାପୀ। ଏବେ ବଡ଼ ପୁଅ କାହିଁକି ରାଗୁଛି? ଏବେ ବଡ଼ ପୁଅ କାହିଁକି ବାପାଙ୍କର ଭୋଜିରେ ମିଶି ପାରୁନାହିଁ? ଏଥିପାଇଁ ନାହିଁ ଯେ ସେ କିଛି କରିଛି କି କିଛି କରିନି, ସେଇଟା ମ୍ୟାଟର ନାହିଁ। ତାର ହୃଦୟରେ ସେ ବାପାଙ୍କର ସହିତ ସମ୍ପର୍କ ସେ କେବେ ଗଢ଼ି ନାହିଁ। ଆମେନ୍। ବୁଝିପାରୁଛନ୍ତି ମୁଁ ଆଜି କ'ଣ କହିବାକୁ ଚାହୁଁଛି? ଆମ ଜୀବନରେ ଆମେ ଯଦି ଏ ବାକ୍ୟକୁ ଦେଖିବା, 7 ପଦ ଲେଖା ହେଇଛି କ'ଣ ବୋଲି? ତାହା କେବେ ନ ହଉ, କାରଣ କିନ୍ତୁ ଯଦି ମୋହର ମିଥ୍ୟା ଦ୍ୱାରା ଈଶ୍ୱରଙ୍କ ସତ୍ୟ ତାହା ଗୌରବ ନିମନ୍ତେ ପ୍ରଚୁର ଭାବରେ ବୃଦ୍ଧି ପାଇଲା, ତାହେଲେ ମୁଁ ମଧ୍ୟ ଆଉ କାହିଁକି ପାପୀ ବୋଲି ବିଚାର ତ ହେଉଅଛି। କେତେ ଆଶ୍ଚର୍ଯ୍ୟ ବାପାଙ୍କ ହୃଦୟ, ପ୍ରଭୁଙ୍କର ହୃଦୟ ଏଇଠି। ଆମକୁ ମିଥ୍ୟାବାଦୀ କହିଲେ, ଆମକୁ ଚୋର ବୋଲି କହିଲେ, ଆମକୁ ଅବିଶ୍ୱସ୍ତ ବୋଲି କହିଲେ, ଆମକୁ ମନ୍ଦ ଲୋକ ବୋଲି କହିଲେ, କିନ୍ତୁ ଆମକୁ କହୁଛନ୍ତି ତମେ ପବିତ୍ର। ସେଥିପାଇଁ ଲୋକ ଆମମାନେ ମୁଣ୍ଡ ଖରାପ ହେଇକି ଗୁଡ୍ ନ୍ୟୁଜ୍ ଲୋକ ଭଣ୍ଡ ଆଗ କହିବା ପାଇଁ ବାଧ୍ୟ ନା। ତମେ ଧାର୍ମିକ କି? ହଁ ଆମେ ଧାର୍ମିକ। ତମେ ମିଥ୍ୟାବାଦୀ ନା? ମିଥ୍ୟାବାଦୀ। ମୋର ମିଥ୍ୟା ଦ୍ୱାରା ଯଦି ଈଶ୍ୱରଙ୍କର ସତ୍ୟ ପ୍ରଚୁର ଭାବରେ ବୃଦ୍ଧି ପାଇଲା ଗୌରବ ନିମନ୍ତେ, ତାହେଲେ ଆମମାନଙ୍କୁ ଆଉ ଈଶ୍ୱର କ'ଣ ବୋଲି ବିଚାର କରିବେନି, ଆଉ ପାପୀ ବୋଲି ବିଚାର କେମିତି କରିପାରିବେ? ଲେଖା ହେଇଛି। ତାର ଅର୍ଥ ହେଉଛି ଗୋଟେ ମଣିଷ ଯଦି ମିଥ୍ୟାବାଦୀ ବୋଲି ପ୍ରକାଶ ପାଇଲା, ଚୋର ବୋଲି ପ୍ରକାଶ ପାଇଲା, ବ୍ୟଭିଚାରୀ ବୋଲି ପ୍ରକାଶ ପାଇଲା, ଠକ ଭଣ୍ଡ ବୋଲି ପ୍ରକାଶ ପାଇଲା, ତାହାର ମୂଳ ଲକ୍ଷ୍ୟ ପ୍ରଭୁଙ୍କର କ'ଣ? ଫର୍ଦର ଯେପରି ସେ ଆଉ ସେ ଲୋକକୁ ବିଶ୍ୱାସ ନ କରୁ। ଆମେନ୍। ଆମେ ଯୀଶୁଙ୍କୁ ବିଶ୍ୱାସ କେମିତି କରିପାରିବା? ଯେତେ ଅଧିକ ଆମେ ନିଜକୁ ଅସ୍ୱୀକାର କରିବା, ସେତେ ଅଧିକ ଆମେ ଯୀଶୁଙ୍କୁ ବିଶ୍ୱାସ କରିପାରିବା। ଆମେନ୍। ଯେତେ ଅଧିକ ଆମେ ଜଗତ ଆଡ଼କୁ ହୃଦୟରେ ଆମେ ଆବିଷ୍କାର କରିବା ଏ ଜଗତର ମୃତ୍ୟୁ ଅଛି, ସେତେ ଅଧିକ ଆମେ ଇଣ୍ଟରେଷ୍ଟ ହେବା ଅନନ୍ତ ଜୀବନରେ ଜୀବନ ଅଛି କହିକି ଦେଖିବା ପାଇଁ। ଆମେନ୍। ଏବେ ପ୍ରଥମ ପୁତ୍ର ହୃଦୟରେ କ'ଣ ଦୁନିଆ ଅଛି, ବାପାଙ୍କ ସହିତ କ'ଣ କଥା ହେଉଛି ବେଶୀ ଜାଣିନାହିଁ। এই অধ্যাপক মানে এই ব্যবস্থার অধ্যাপক মানে বিষয়ে বাইবেল কହୁଛି যে ସେମାନେ ଯାହା କହୁଛନ୍ତି ଆପେ ତାହା ଜାଣୁନାହାନ୍ତି କ'ଣ କହୁଛନ୍ତି। ସେଥିପାଇଁ ଏ ପ୍ରକାର ଦୁନିଆ ଯାହାକି ପ୍ରଭୁ ଆମକୁ ଦେଇଛନ୍ତି। ଲୁକ ପୁସ୍ତକ ଲେଖା ହେଇଛି ଅନେକ ଜ୍ଞାନୀ ଅନେକ ବୁଦ୍ଧିମାନ ଲୋକମାନଙ୍କ ପ୍ରତି ଏଇଟା ଗୁପ୍ତ ଅଛି।
କିନ୍ତୁ ଶିଶୁମାନଙ୍କ ପାଖକୁ ପରି ମୁଁ ତମକୁ ଏଟା ଦେଇଅଛି। କେତେ ଧନ୍ୟବାଦର ବିଷୟ ଯଦି ଆମମାନଙ୍କୁ ଆମେ ଯଦି ଅବିଶ୍ୱସ୍ତ, ଆମେ ଯଦି ମିଥ୍ୟାବାଦୀ ଯଦି ହେଇକି ଯଦି ପ୍ରଭୁ ଯଦି ପ୍ରକାଶ ପାଉଛନ୍ତି ସତ୍ୟ ବୋଲି, ବେଟର ଟୁ ବି ଏ ଲାୟର, ମିଥ୍ୟାବାଦୀ ହେଲେ ହଉ ମୁଁ ମିଥ୍ୟାବାଦୀ ବୋଲି କାହିଁକି ମୁଁ ଚେଷ୍ଟା କରୁଛି ସତ୍ୟବାଦୀ ହେବା ପାଇଁ? ମୁଁ ଅବିଶ୍ୱସ୍ତ ବୋଲି ଜାଣିଲାରୁ ମୁଁ କାହିଁକି ବିଶ୍ୱସ୍ତ ହେବାକୁ ଚାହୁଁଛି? ସେ ଅବିଶ୍ୱସ୍ତ ଲୋକକୁ ଛାଡ଼ିଦେବା ଦରକାର ନା? ଏ ମିଥ୍ୟାବାଦୀ ଲୋକକୁ ଆଉ ଶୁଣିବା ଦରକାର କି? ଆଉ ଯିଏ ମିଛ କହୁଛି ଥରେ, 2 ଥର, 3 ଥର, 4 ଥର, 5 ଥର, 10 ଥର, 1000 ଥର, ଆମେ କେତେ ଥର ତାଠୁ ଶୁଣିବା? ତାହେଲେ ନାଇଁ 1000 ଥର ମିଛ କହିଲା ତ ଏବେ ବୋଧେ 1001 ଥର ସତ ବୋଧେ କହିବ। ପ୍ରତ୍ୟେକ ଭଲ ଗଛ ଭଲ ଫଳ ଫଳିବ, ମନ୍ଦ ଗଛ ମନ୍ଦ ଫଳ ଫଳିବ। ଭଲ ଗଛ ମନ୍ଦ ଫଳି ପାରିବ ନାହିଁ, କି ମନ୍ଦ ଗଛ ଭଲ ଫଳି ପାରିବ ନାହିଁ। ତେନ୍ତୁଳି ଗଛରୁ ଆମ୍ବ ହେବ ନାହିଁ, ପଣସ ଗଛରୁ ପିଜୁଳି ହେବ ନାହିଁ। ଆମେ ସେଥିପାଇଁ ଆମର ହୃଦୟରେ ଆମମାନେ କେବଳ ଯୀଶୁ ଖ୍ରୀଷ୍ଟଙ୍କୁ ସତ୍ୟ ବୋଲି ସ୍ୱୀକାର କରାଯିବା ଆମର ହୃଦୟରେ ଆବଶ୍ୟକ। କିନ୍ତୁ ଯେଉଁ ଲୋକର ଜୀବନରେ, ଯେଉଁ ଲୋକ ଏ ଦୂରଦେଶର ଜୀବନକୁ ଆବିଷ୍କାର କରିନାହିଁ ମୃତ୍ୟୁ ଆର ଭୋକକୁ, ସେ ଲୋକର ଜୀବନରେ ତମେ ଯେତିକି କହିଲେ ମଧ୍ୟ ସେ କ'ଣ ଶୁଣିବ? ପରମେଶ୍ୱର ଅନୁଗ୍ରହ ଦେଲେ, ପରମେଶ୍ୱର ଦୟା ଦେଲେ ଏ ଜଗତରେ ମୃତ୍ୟୁକୁ ଗୋଟେ ଆବିଷ୍କାର କରିବ ଲୋକ। ଆଉ ସେ ମୃତ ଲୋକ ଈଶ୍ୱରଙ୍କ ପୁତ୍ର ସ୍ୱର ଶୁଣିକି ସେ ସଜୀବ ହେଇପାରିବ। ମୁଁ ଭାବୁଥିଲି ମୁଁ କାହିଁକି ଏମିତି ମୋର ଜୀବନ ହେଲା? କାହିଁକି ମୋର ଜୀବନରେ ମୁଁ ଏତିକି ଦୁଃଖ ପାଉଛି? କାହିଁକି ମୋର ଜୀବନରେ ମୁଁ ଏତେ କଷ୍ଟ ଆସୁଛି? କାହିଁକି ମୋର ଜୀବନରେ ମୁଁ ଭଲ ଲୋକ ହେଇପାରିଲି ନାହିଁ? କାହିଁକି ମୁଁ ପାଠ ପଢ଼ିପାରିଲି ନାହିଁ? ଏସବୁ ଜୀବନ ପଛରେ ପ୍ରଭୁଙ୍କର ହାତ ଥିଲା। କ'ଣ ଜାଣିଛନ୍ତି? ମୋତେ ଦେଖିବାକୁ ଚାହୁଁଥିଲେ ପ୍ରଭୁ, ଦେଖ ଏ ଜଗତରେ ତୋ ପାଇଁ ଭୋକ ଛଡ଼ା କିଛି ବି ନାହିଁ। ତୁ ଯେତେ ଚେଷ୍ଟା କରିବୁ, ସମରିଆର ନଗର ଲୋକମାନେ ଯେତେ ଚେଷ୍ଟା କଲେ ଗଦର ମୁଣ୍ଡ ଖାଇବା ପାଇଁ, କାପ୍ତାର ଝାଡ଼ାମୂଳ ଖାଇବା ପାଇଁ, ପିଲାକୁ ସିଝେଇରେ ଖାଇଲେ, ତାପରେ କ'ଣ ସେଠି ଅଛି? ମୃତ୍ୟୁ ଅଛି। କାହିଁକି? ସମରିଆ ନଗର ଭିତରେ ଖାଦ୍ୟ ଉତ୍ପାଦନ ହେବାର ସେଠି ଜମି ନଥିଲା। ସମରିଆ ନଗର ଲୋକମାନଙ୍କୁ ବାହାରୁ ଖାଦ୍ୟ ଦିଆଗଲେ ଏକା ଖାଇବାକୁ ପାଇବେ ସେମାନେ। ଯେତେବେଳେ ସେ ଦେଶକୁ ସେମାନେ ଘେରିଗଲେ ଶତ୍ରୁମାନେ, ଆଉ ଖାଦ୍ୟ ଆସିଲେ ବନ୍ଦ ହେଲା। ସେଥିପାଇଁ ଦୁର୍ଭିକ୍ଷ ପଡ଼ିଲା। ଈଶ୍ୱର ବୁଝିବାକୁ ଚାହୁଁଥିଲେ ସମରିଆ ନଗର ଲୋକମାନଙ୍କୁ, ଏଇଟା ତମେ କାପ୍ତାର ଝାଡ଼ା ଖାଅ, କି ତମେ ଛେଳି ଗଧର ମୁଣ୍ଡ ଖାଅ, କି ତମେ ପିଲାକୁ ସିଝାଅ, ଏଥିପାଇଁ ମୁଁ ତମକୁ ଦୁର୍ଭିକ୍ଷ ଦେଇନାହିଁ। ତମେ ମୋତେ ପରିତ୍ୟାଗ କରିଅଛ, ସେଥିପାଇଁ ତାଙ୍କୁ ବୁଝିବା ପାଇଁ ଏ ଦୁର୍ଭିକ୍ଷ ଦ୍ୱାରା ତମ ସହିତ ମୁଁ କଥା ହେବାକୁ ଚାହୁଁଛି। ଏଥର ମୁଁ ପ୍ରିଚିଂ କଲି ବାଡ଼ିନାଜୁରେ, ଜେରେମିୟା ପୁସ୍ତକ 2:13 ବାକ୍ୟ ମନେ ଅଛି କ'ଣ ଲେଖା ହେଇଛି? ଜେରେମିୟା 2:13 ଆମ୍ଭ ଲୋକମାନେ 2ଟା ଦୋଷ କରିଅଛନ୍ତି। ଆମ୍ଭେ ଯେ ଅମୃତ ନିର୍ଝର ସ୍ୱରୂପ, ଆମ୍ଭକୁ ସେମାନେ ପରିତ୍ୟାଗ କରିଅଛନ୍ତି। ଆମେ ପ୍ରଭୁଙ୍କୁ ପରିତ୍ୟାଗ କରୁଛୁ କହିକି ପ୍ରଭୁକୁ ଆମ୍ଭର ଲୋକମାନେ କହୁଛନ୍ତି। କୋଉ ଲୋକମାନେ? ପ୍ରଭୁ କହୁଛନ୍ତି ମୋର ଲୋକମାନେ ମୋତେ ପରିତ୍ୟାଗ କରିଅଛନ୍ତି ଏବଂ ଆପଣା ଆପଣା ନିମନ୍ତେ ଭଗ୍ନକୂପ କରିଅଛନ୍ତି, ଯାହା ଜଳ ଧାରଣ କରିପାରିବ ନାହିଁ। ଆଜି ମଣିଷର ହୃଦୟରେ, ଆଜି ମଣିଷ ଏ ଜଗତ ଆଡ଼କୁ ବ୍ୟତିବ୍ୟସ୍ତ ହେଇକି ମାତାଲ ହେଇକି ବଞ୍ଚୁଛି। ହେଲେ ପ୍ରଭୁ ଆମର କହୁଛନ୍ତି ସେ ମର୍ତ୍ତ୍ୟକୁ ଧୂଳିରେ ଲୀନ କରୁଅଛନ୍ତି। ପ୍ରଭୁ ଆମକୁ ଚୂର୍ଣ୍ଣ କରୁଛନ୍ତି। ଆପଣଙ୍କ ଜୀବନରେ ଆପଣଙ୍କ ଯୋଜନା ପ୍ରଭୁ ଭାଙ୍ଗି ଦେଉଛନ୍ତି। ଆପଣଙ୍କର ଲକ୍ଷ୍ୟକୁ ପ୍ରଭୁ ଭାଙ୍ଗି ଦେଉଛନ୍ତି। ଆପଣଙ୍କର ଉତ୍ତମ ନିଷ୍ପତ୍ତିକୁ ଭାଙ୍ଗି ଦେଉଛନ୍ତି। ଯାହା ସୁନ୍ଦର ଦେଖାଯାଉଛି, ମନୁଷ୍ୟର ପଥ କୌଣସି ସମୟରେ ସରଳ ଦେଖାଯାଉଛି, କିନ୍ତୁ ତାର ଶେଷରେ କ'ଣ ଅଛି? ମୃତ୍ୟୁ ଅଛି। କିନ୍ତୁ ପରମେଶ୍ୱରଙ୍କର ଯୋଜନା, ପ୍ରଭୁଙ୍କର ରାସ୍ତା, ପ୍ରଭୁଙ୍କ ଅନୁସାରେ ବଞ୍ଚିବାର ଜୀବନଯାପନ ଯଦି ସଂକୀର୍ଣ୍ଣ ଲାଗୁଛି, କିନ୍ତୁ ବାଇବଲ ହିଁ କହୁଛି ସଂକୀର୍ଣ୍ଣ ଦ୍ୱାର ଦେଇକି ପ୍ରବେଶ କର, କାରଣ ସର୍ବନାଶକୁ ଘେନି ଯିବାର ପଥ ପ୍ରଶସ୍ତ ଏବଂ ଅସାର ଓ ତାହା ଦେଇ ଯିବା ଲୋକ କମ ନା ଅନେକ? ଅନେକ ଲେଖା ହେଇଛି। ଆଉ ଯାହା ଜୀବନକୁ ଘେନି ଯିବାର ପଥ ଦୁର୍ଗମ, ଆଉ ତାର ସନ୍ଧାନ ପାଇବା ଲୋକେ ଅତି ଅଳ୍ପ ଲେଖା, ବେଶୀ କମ ଲୋକ। ତାହେଲେ ଆମେ ସମୟର ଅଭାବ, ମୁଁ ଆଉ ଟିକେ କହିବା ପାଇଁ ଚାହୁଁଥିଲି କିନ୍ତୁ ସମୟ ଅଭାବ, କିନ୍ତୁ ଏଇ ଜାଗାରେ
ଆମେ ଫେରିଆସିବା ଆଜି ପ୍ରଥମ ରାଜାବଳୀ 17 ପର୍ବର ବାକ୍ୟ ଯେ ପଢ଼ୁଛୁ। ମୁଁ ଟିକେ କମ୍ କରିଦେବି ଏଇଟା କାହାଣୀକୁ। ଏଇଟା ଯଦି କାହାଣୀକୁ ସବୁ କହିଲେ ଆର 1 ଘଣ୍ଟା ଲାଗିବ, କିନ୍ତୁ ମୂଳ ବିଷୟ ମୁଁ କହିବି। ଏ ଜାଗାରେ ଆଶ୍ଚର୍ଯ୍ୟ ବିଷୟ ଗୁଡ଼ାକ ଘଟିବା ବିଷୟ ଲେଖା ହେଇଛି। ପରମେଶ୍ୱର କ'ଣ କହୁଛନ୍ତି ଦେଖନ୍ତୁ। ଏଲିୟଙ୍କୁ ଈଶ୍ୱର କହୁଛନ୍ତି 9 ପଦ 8 ପଦ ଦେଖନ୍ତୁ। ଅନନ୍ତର ତାଙ୍କ ନିକଟରେ ସଦାପ୍ରଭୁଙ୍କ ଏହି ବାକ୍ୟ ପ୍ରସ୍ତୁତ ହେଲା, ଯଥା ଉଠ ସିଦୋନର ସାରିଫତକୁ ଯାଇ ସେଠାରେ ବାସ କର। ଦେଖ ଆମ୍ଭେ ସେଠା ସ୍ଥିତ ଏକ ବିଧବା ସ୍ତ୍ରୀ କି ତୁମକୁ ପ୍ରତିପୋଷଣ କରିବା ପାଇଁ ଆଜ୍ଞା ଦେଉଛୁ। ଥରେ ସେ ଉଠି ସାରିଫତକୁ ଗଲେ ଓ ସେ ନଗର ଦ୍ୱାର ନିକଟରେ ଉପସ୍ଥିତ ହୁଅନ୍ତେ, ଦେଖ ଏକ ବିଧବା ସ୍ତ୍ରୀ ସେଠାରେ କାଠ ସାଉଁଟୁ ଅଛି। ତେଣୁ ସେ ତାହାକୁ ଡାକି କହିଲେ, ବିନୟ କରୁଅଛି ଗୋଟେ ପାତ୍ରରେ ଜଳ ଆଣ, ମୁଁ ପାନ କରିବି। ଏବେ ବର୍ତ୍ତମାନ ସିଦୋନ ଦେଶକୁ ସାରିଫତକୁ ବର୍ତ୍ତମାନ ଯାଅ କହିକି ପ୍ରଭୁ ଏଲିଙ୍କୁ କହିଲେ। ତେବେ ଏଲିଙ୍କୁ ଯେତେବେଳେ ପ୍ରଭୁ କହିଲେ ଯିବା ପାଇଁ, ଦେନ୍ ବର୍ତ୍ତମାନ ଏଇ ଜାଗାରେ କ'ଣ ବୋଲି ପ୍ରଭୁ କହୁଛନ୍ତି। ତାପରେ କ'ଣ ହେଲା ଏଠିକି ଆସିଲା ପରେ ତହିଁରେ ଏଲିଓ ସାରିଫତକୁ ଯାଉଛନ୍ତି ଓ ସେ ନଗରର ଦ୍ୱାର ନିକଟରେ ଉପସ୍ଥିତ ହୁଅନ୍ତି। ଦେଖ ଏକ ବିଧବା ସ୍ତ୍ରୀ, ଗୋଟେ ବିଧବା ସ୍ତ୍ରୀ କାଠ କାଢ଼ୁଛି ସେ। ତ ସେ ତାହାକୁ ଡାକି କହୁଛନ୍ତି, ମୋତେ ଟିକେ ପାଣି ଦିଅ କହିକି। 11 ପଦରେ ଦେଖନ୍ତୁ, ଏଣୁ ସେ ସ୍ତ୍ରୀ ତାହା ଆଣିବା ପାଇଁ ଯିବା ବେଳେ ସେ ତାହାକୁ ପୁଣି ଡାକି କହିଲେ, ବିନୟ କରୁଅଛି ମୋ ପାଇଁ ଗୋଟେ ଖଣ୍ଡେ ରୁଟି ହାତରେ ଆଣ, ମୋତେ ଟିକେ ରୁଟି ଟିକେ ବନେଇକି ଦିଅ ବୋଲି କହୁଛି। 12 ପଦରେ ତୁ ସେ କହିଲା, ସଦାପ୍ରଭୁ ତୁମ ପରମେଶ୍ୱର ଜୀବିତ ଥିବା ପ୍ରମାଣେ ମୋ ଠାରେ ଗୋଟେ ପିଠା ନାହିଁ, କେବଳ କଳସରେ ଗୋଟେ ମୁଠାଏ ମଇଦା ଓ ପାତ୍ରରେ ଅଳ୍ପ ତେଲ ଅଛି। ଆଉ ଦେଖ ମୁଁ 2 ଖଣ୍ଡ କାଠ ସାଉଁଟୁ ଅଛି, ଯେପରି ତାହା ନେଇଯାଇ ମୋ ପାଇଁ ଓ ମୋ ପୁତ୍ର ପାଇଁ ପାକ କରି ଖାଇବୁ, ତହିଁ ଉତ୍ତାରେ ମରିବୁ। ଏଥିରେ ଏଲିଓ ତାଙ୍କୁ କହିଲେ, ଭୟ ନ କର, ଯାହା କହିଲ ତାହା ଯାଇ କର, ମାତ୍ର ତହିଁରୁ ପ୍ରଥମେ ମୋ ପାଇଁ ଗୋଟେ ସାନ ପିଠା କରି ମୋ କତିକି ଆଣ, ତହିଁ ଉତ୍ତାରେ ତୁମ ପାଇଁ ଓ ତୁମ ପୁତ୍ର ପାଇଁ କର। ଏ ସିଚୁଏସନ୍କୁ ଟିକେ ଯଦି ଆମେ ଚିନ୍ତା କରିବା, ଏବେ ୟା ପାଖରେ କ'ଣ ଅଛି? ଏ ସାରିଫତର ବିଧବା ସ୍ତ୍ରୀ କହୁଛି ମୁଠାଟେ ମଇଦା ଆଉ ପାତ୍ରରେ ଅଧିକ ତେଲ ଅଛି କହୁଛି ନା ଅଳ୍ପ ତେଲ ଅଛି? ଅଳ୍ପ ତେଲ ଅଛି। ମୋ ଘରେ ଗୋଟେ ମୁଠାଟେ ମଇଦା ଅଛି ଆଉ ଅଳ୍ପ ତେଲ ଅଛି, ଏତିକି ଆଗା ଅଛି ଆମ ଘରେ। ଆଉ ଏଇଟା ମୁଁ ବର୍ତ୍ତମାନ କାଠ ନେଉଛି, 2ଟା ପିଠା ବନେଇବି, ଆର୍ ପିଠା ବନେଇଲା ପରେ ମୁଁ ଗୋଟେ, ମୋ ପୁଅ ଗୋଟେ ଖାଇକି ଆମମାନେ ମରିବୁ। ଲାଷ୍ଟ ଗୋଟେ ମୁଠା ମଇଦା ଅଛି ବର୍ତ୍ତମାନ ଏ ସ୍ତ୍ରୀ ଲୋକ ପାଖରେ। ଏଲିଓ ଯାହାକୁ ଇଏ ଜାଣିନାହାନ୍ତି, ଏଲିଓ ଯାଇ କହୁଛନ୍ତି, ଠିକ୍ ଅଛି ତୁ ପିଠା ବନା, କିନ୍ତୁ ପ୍ରଥମେ ସେ ପିଠାଟା ତୁ ନ ଖାଇକି ମୋତେ ଦେଇଦେ। କେମିତି ଲାଗିବ ସୁମିତ? ତମ ଗୋଟେ ଅନନୋନ୍ ପର୍ସନ୍, ଅଜଣା ଲୋକ ଗୋଟେ ଆସିବ, ଆଉ ତମ ଘରେ ଅଧ କେଜି ଅଟା ଏକା ଥିବ, ଆଉ ତାଠୁ ଅଧିକ କିଛି ନଥିବ, 4ଟା 5ଟା ପରଟା ହେବ ସେଇଠି। ସେ 4ଟା 5ଟା ପରଟା ଭିତରେ ସେ ଅଜଣା ଲୋକ କହିବ, କିଛି ତମେ ଖାଉନି, ଆଗ ମୋତେ ଦିଅ ମୁଁ ଖାଇବି। ରାଗ ଆସିବ ନା ଖୁସି ଆସିବ? କେମିତିକା ହୃଦୟ ଆସେ? ତୁ କିଏ? ତୁ କିଏ ଆସିକି ପିଠା ମାଗୁଛୁ? ଆମେ ଜାଣିନୁ, ଆମେ ଜାଣିନୁ ଏତେ ଗର୍ବ ତା ପାଖରେ, ତୋର ଦାମ୍ଭିକତା ଲୋକ ତୁ। ବିନା କୌଣସି ଏମିତି କାରଣ ଆସିକି ତୁ ପଇସା ଆମକୁ ପିଠା ମାଗୁଛୁ ଖାଇବା ପାଇଁ। ଏ ସ୍ତ୍ରୀ ଲୋକ ତ ବୁଝିପାରୁନି ଏଇଟା, ଏ ଲୋକ କିଏ ଆସିକି ମୋତେ କହୁଛି ଯେ ଲାଷ୍ଟ ମଇଦା ଅଛି, ପିଠା ବନା ଆଉ ମୋତେ ଆଗ ଖାଇବାକୁ ଦିଅ। ଆମର ପମିଆ ଯା ଥାନ୍ତେ ରକ୍ଷା ସଟା ନା କ'ଣ ଲଗିଏ ବୋଲି ଅନ୍ୟମାନେ କ'ଣ ଭାବି ମୁଁ ଜାଣିନାହିଁ। ମୁଁ ଯଦି ଥାନ୍ତି ମୁଁ ତାକୁ କିଛି କହିନଥାନ୍ତି, କହିଥାନ୍ତି ତୋର ଭାଗ୍ୟ ଯଦି ଭଲ ବୋଲେ ଏଠୁ ଜଲ୍ଦି ଯା। ଏ ସ୍ତ୍ରୀ ଲୋକ ଶୁଣିକି କ'ଣ ବର୍ତ୍ତମାନ ଜବାବ ଦେବା ଦରକାର ଆମେ ଭଲରେ ଜାଣିଛୁ। ଇଏ ଏଲିଓ ପଚାରୁଛନ୍ତି ମୋତେ ମୁଠାଟେ ମଇଦା ଯୋଉଟା ଅଛି ପ୍ରଥମେ ପିଠା ବନେଇକି ଦିଅ। କିନ୍ତୁ ଏ ଜାଗାରେ ଟିକେ ମୁଁ ଅଟକିବାକୁ ଚାହୁଁଛି। ଏ ସାରିଫତରେ ଏ ବିଧବା ସ୍ତ୍ରୀର ହୃଦୟରେ ଇଏ କ'ଣ ଉତ୍ତର ଦେଉଛି ଦେଖନ୍ତୁ। ମୋ ପାଖରେ ଗୋଟେ ମୁଠାଏ ମଇଦା ଅଛି, ପିଠା ବନେଇବି,
ମୁଁ ଆରେ ମୋର ପୁଅ ଖାଇଲା ପରେ ବଞ୍ଚିବୁ କହୁଛି ନା ମରିବୁ କହୁଛି? ଚିନ୍ତା କରନ୍ତୁ, ମଣିଷ ବଞ୍ଚିବାକୁ ଖାଉଛି ନା ମରିବାକୁ ଖାଉଛି? ଆମେ ବଞ୍ଚିବାକୁ ଖାଉଛୁ। ଇଏ ସ୍ତ୍ରୀ ଲୋକର ହୃଦୟ ଭିତରେ ଇଏ ବର୍ତ୍ତମାନ କହୁଛି ଗୋଟେ ପିଠା ବନେଇବୁ, ଆମେ ପିଠା ବନେଇକି ଖାଇବୁ, ତାର ମୋ ପୁଅ ଆରେ ମୁଁ ମରିବୁ। ହେଲେ ଏ ଖାଦ୍ୟ ଯାହାକି ପିଠା ବନେଇବା ପାଇଁ ଯାଉଛି, ୟାର ମନ ଭିତରେ ବର୍ତ୍ତମାନ ଇଏ କ'ଣ ଚିନ୍ତା କରୁଛି? ଏଇଟା ମୋର ଲାଷ୍ଟ ଖାଦ୍ୟ, ୟା ପରେ ମୃତ୍ୟୁ ଛଡ଼ା କିଛି ବି ନାହିଁ। ସେ ପିଠା ଖାଇଲା ପରେ ମରିବାର ବିଷୟକୁ ବର୍ତ୍ତମାନ ଏଲିୟ କହୁଛନ୍ତି, ତମେ ଖାଉନାହିଁ, ପ୍ରଥମେ ମୋତେ ତମେ ଦିଅ ଖାଅ। କାରଣ ତା ତଳେ ଦେଖନ୍ତୁ ସେଠି କ'ଣ ଲେଖା ହେଇଛି, 13 ପଦରେ ଦେଖନ୍ତୁ। ଏଥିରେ ଏଲିୟ ତାଙ୍କୁ କହିଲେ, ଭୟ ନ କର, ଯାହା କହିଲ ତାହା ଯାଇ କର, ମାତ୍ର ତହିଁରୁ ପ୍ରଥମେ ମୋ ପାଇଁ ଗୋଟିଏ ସାନ ପିଠା କରି ମୋ କତିକି ଆଣ। ତହିଁ ଉତ୍ତରେ ତୁମ୍ଭ ପାଇଁ ଓ ତୁମ ପୁତ୍ର ପାଇଁ ତାହା କର। କାରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଯେ ପର୍ଯ୍ୟନ୍ତ ସଦାପ୍ରଭୁ ଭୂମିରେ ବୃଷ୍ଟି ବର୍ଷାନ୍ତି ସେଦିନ ପର୍ଯ୍ୟନ୍ତ ମଇଦା କଳସ ଶୂନ୍ୟ ହେବ ନାହିଁ, କିମ୍ବା ପାତ୍ରରେ ତୈଳର ଅଭାବ ହେବ ନାହିଁ। ଏବେ 14 ପଦର ବାକ୍ୟ ଯାହା ଏଲିୟ କହୁଛନ୍ତି, ପରିସ୍ଥିତି ଅନୁସାରେ ଯେଉଁ ପରିସ୍ଥିତି ବର୍ତ୍ତମାନ ଅଛି, ଗୋଟେ ମୁଠାଟେ ମଇଦା ଅଛି ୟା ହାତରେ, ତାହେଲେ ଏଲିୟ କହୁଛନ୍ତି ବର୍ତ୍ତମାନ କଳସ ମଇଦା ଶୂନ୍ୟ ହେବ ନାହିଁ, ମଇଦା କଳସ ଶୂନ୍ୟ ହେବ ନାହିଁ, କିମ୍ବା ପାତ୍ରରେ ତେଲର କୌଣସି ଅଭାବ ହେବ ନାହିଁ। କିନ୍ତୁ ୟାର ପାଖରେ କେତେ ତେଲ ଅଛି? କେତେ ତେଲ ଅଛି? ଅଳ୍ପ ତେଲ ଅଛି। ୟା ପାଖରେ କେତିକି ମଇଦା ଅଛି? ମୁଠାଟେ ମଇଦା ଅଛି। ଏ ମୁଠାଟେ ମଇଦା ଆଉ ଅଳ୍ପ ତେଲକୁ ଦେଖିକି ଏ ସ୍ତ୍ରୀ ଲୋକ ବର୍ତ୍ତମାନ ନିଷ୍ପତ୍ତି ନେଇ ସାରିଲାଣି ଯେ ବର୍ତ୍ତମାନ ଏଇଟା ଖାଇଲା ପରେ ମରିବୁ। ମୁଁ ଆଜି କହିବାକୁ ଚାହୁଁଛି, ମଣ୍ଡଳୀର ଜୀବନଯାପନ ବିତେଲା ସମୟରେ ଆମ ପାଖରେ ମଧ୍ୟ ମୁଠାଟେ ମଇଦା ସଦୃଶ, ଅଳ୍ପ ତେଲ ସଦୃଶ ଆମେ ସାଇତି କରି ରଖୁଛୁ। କାହିଁକି କନଫରେନ୍ସ ଯାକ ହେଉଛି, କାହିଁକି ରିଟ୍ରିଟ୍ ଯାକ ହେଉଛି, କ୍ରମାଗତ ଖାଲି ଅଫରିଂ ଦେବା ପାଇଁ ମାଗୁଛନ୍ତି, ପଇସା ଦେବାଟା। ତାହେଲେ ଆମେ ଯଥେଷ୍ଟ ପଇସା ଆମ ପାଖରେ ଯଦି ଆସିବ, ଯଥେଷ୍ଟ ପଇସା ଆମ ପାଖରେ ଆସିବ, ଭାବୁଛନ୍ତି ସେଥିରେ ଆମେ ଦେବା ପାଇଁ ମନ ଆସିବ? ବେଶୀ ପଇସା ଆସିଲେ ମୁଁ ଦେବି, ନଥିଲା ଟାଇମ୍ରେ ଚିନ୍ତା ଆସିବ। ବେଶୀ ପଇସା ଆସିଲେ ଏବେ କାହିଁକି ଦେବି, ଆରଥର ଦେଖିବା। এই ଜାଗାରେ ପ୍ରଭୁ ଏ ସ୍ତ୍ରୀ ଲୋକକୁ କ'ଣ କହୁଛନ୍ତି? ଜାଗାରେ ତୁ ପ୍ରଥମେ ମୁଠାଏ ମଇଦାର ପିଠା ବନେଇକି ମୋତେ ଦେ। ହେଲେ ଆଜି ଆମର ଜୀବନକୁ ପ୍ରଭୁ ଆମକୁ ଶିଖିବାକୁ ଚାହୁଁଛନ୍ତି, ଏଇଟା ଗୋଟେ କାହାଣୀ, ଏଇଟା ଗୋଟେ କାହାଣୀ, ଖାଲି କୌତୁକ କାହାଣୀ ନାହିଁ। ଏ କାହାଣୀରେ ଆମମାନଙ୍କର ଲାଇଫ୍ର ଟର୍ଣ୍ଣିଂ ପଏଣ୍ଟ ଅଛି ପରିବର୍ତ୍ତନ ହେବାର। ଯଦି ମୋ ପାଖରେ ମଧ୍ୟ ଗୋଟେ ମୁଠାଟେ ମଇଦା ଅଳ୍ପ ତେଲ ସଦୃଶ, ମୁଁ ମୋ ହିସାବରେ ମୋର ଜୀବନକୁ ଧରିଥିଲି, ମୋର ପ୍ଲାନିଂ, ମୋର ଯୋଜନା, ମୋର ଇଚ୍ଛା, ମୁଁ ମୋର ଅନୁସାରେ ବଞ୍ଚିବାକୁ ଚାହୁଁଥିଲି ମୋର ଲାଇଫକୁ। ଦିନେ ପ୍ରଭୁଙ୍କ ଦାସ ଏଲିୟଙ୍କ ପରେ ଆସିଲେ, ମୋତେ କହିଲେ, ତୋର ସମୟକୁ, ତୋର ହୃଦୟକୁ ଆଗ ମୋତେ ଦେ। କି କଥା କହୁଛି ଏ ଲୋକ? କଲମାଗିରିରେ ଆମେ ଯେତେବେଳେ ଯାଉଥିଲୁ ବାକ୍ୟ ଶୁଣିବା ପାଇଁ, ଥରେ 2 ଥର 3 ଥର 4 ଥର ଗଲୁ, ତାପରେ ଲାଷ୍ଟ ମୁଁ ବିଜାର ହେଇଗଲି। କେମିତିକା ପାଷ୍ଟର ଇଏ, 24 ଘଣ୍ଟା ଖାଲି ଚର୍ଚ୍ଚକୁ ଆସ ବୋଲି ଡାକୁଛି, କିଛି କାମ ନାହିଁ ଆମର ଭବିଷ୍ୟତ ନାହିଁ। ତାହେଲେ ହୃଦୟ ଭିତରେ ବହୁତ ବିରକ୍ତ ମନ ଆସିଲା ମୋ ପାଖରେ ମଧ୍ୟ। ଆରେ ଦରବାର ଦିନ ଗିର୍ଜା ଯିବାଟା ଭଲ, ବୁଧବାର ଦିନ ଗିର୍ଜା ଯିବାଟା ଭଲ, ସବୁବେଳେ ଗୋଟେ ପ୍ରଭୁ, ସବୁବେଳେ ଗୋଟେ ବାଇବଲ ଧର, ସବୁବେଳେ ପ୍ରଚାର କର, ସବୁବେଳେ ଖାଲି ଚର୍ଚ୍ଚ ଲାଇଫ୍, ଏଇଟା କେମିତି କର ଚର୍ଚ୍ଚ? ଏଇଟା ନାଇଁ, ମୁଁ ଯିବି ନାହିଁ କହିକି ମୋର ହାର୍ଟରେ ଭାବିଲି। କିନ୍ତୁ ଯଦି ଆଜି ମୁଁ ଏ ମୁଠାଟେ ମଇଦା ଅଳ୍ପ ତେଲ ସଦୃଶ, ଏ ସ୍ତ୍ରୀ ଲୋକ ଯଦି ସେ ତାର ଅନୁସାରେ ଯଦି ସେ ଖାଇବ ବନେଇକି, ତାହେଲେ ତାପରେ କ'ଣ ହେବେ? ସେମାନେ ମରିବେ ସେମାନେ। କିନ୍ତୁ ଏ ମୁଠାଟେ ମଇଦା ଆଉ ଅଳ୍ପ ତେଲ, କଳସ ଶୂନ୍ୟ ନ ହେବାର, ତେଲ ଅଭାବ ନ ହେବାର ଦୃଶ୍ୟକୁ ସେ କେତେବେଳେ ଦେଖିପାରିବ? ଯେତେବେଳେ ସେ ଏଲିୟଙ୍କର କଥାକୁ ଶୁଣିବ। ଆମେନ୍। ଆଜି ଆମ ପାଖରେ ମଧ୍ୟ କଳସ ମୁଠାଟେ ମଇଦା ସଦୃଶ, ଆଜି ଆମ ପାଖରେ ଅଳ୍ପ ତେଲ ସଦୃଶ ଆମେ ଆମ ପାଖରେ ରଖୁଛୁ ବହୁତ ବିଷୟ ଗୁଡ଼ାକ, ଯାହାକି ଆମକୁ ଲାଗୁଛି ନାଇଁ ଏଇଟା ବିଷୟ ମୁଁ ମୋର ଭିତରେ ସାହିତ୍ୟକୁ ରଖିବି। ମୁଁ ସବୁଠାରୁ ଅଧିକ ସମ୍ପତ୍ତି କ'ଣ, ଅଧିକ ମୂଲ୍ୟବାନ ବିଷୟ କ'ଣ ଆମ ପାଇଁ? ଆମର ସମୟ, ଆମର ଇଚ୍ଛା, ଆମର ଅଭିଳାଷ, ଆମର ଜୀବନକୁ ଆମ ହିସାବରେ ବଞ୍ଚେଇବାଟା, ସେଇଟା ଆମର ସବୁଠୁ ବହୁତ ବଡ଼ ଇମ୍ପୋର୍ଟାଣ୍ଟ ଲାଇଫ୍ ନା। କିନ୍ତୁ ପ୍ରଭୁ କହୁଛନ୍ତି, ମୋତେ ଦେ ସେଇଟା ତୋର ସମୟ,
ତୋର ମନକୁ ଦେଇଦେ ମୋତେ, ତୋର ପଇସାକୁ ଦେଇଦେ ମୋତେ। ଆଉ ଯେତେବେଳେ ମୁଁ ମୋର ସମୟକୁ, ମୋର ହୃଦୟକୁ, ମୋର ସମସ୍ତ ଶରୀରକୁ ମଣ୍ଡଳୀକୁ ଦେଲି ନାହିଁ, ମୁଁ ଦେଇ ନାହିଁ, ପରମେଶ୍ୱର ମୋତେ ବନେଇଲେ ଯେମିତି ଏ ବିଷୟକୁ ମୁଁ ମଣ୍ଡଳୀକୁ ଦେଇଦେବି। ତ ମୁଁ ସରେଇବି, କିନ୍ତୁ ଆଉ ଗୋଟେ ବାକ୍ୟ ଦେଖିବାକୁ ପଡ଼ିବ ଏଇଟା ସରେଇବା ପାଇଁ। ଆପଣ ଏଇ ବାକ୍ୟ ଧରିକି ଫିଲିପିଓ ଟିକେ ଖୋଲିବା, ମାନେ ଫିଲିପିଓ ପୁସ୍ତକ ଚାରି ପର୍ବ ଟିକେ ଭଲରେ ଦେଖନ୍ତୁ, ବେଶୀ ଇମ୍ପୋର୍ଟାଣ୍ଟ ବାକ୍ୟ। 4 ପର୍ବ 10 ପଦ ଦେଖିବ, 10 ପଦ। ଫିଲିପିଓ 4 ପର୍ବ 10 ପଦ। ଏବେ ଅବଶେଷରେ ମୋ ନିମନ୍ତେ ତୁମମାନଙ୍କର ଚିନ୍ତା ଯେ ପ୍ରକାଶ ହୋଇପାରିଲା, ଏଥିପାଇଁ ମୁଁ ପ୍ରଭୁଙ୍କଠାରେ ମହାନନ୍ଦ କରୁଅଛି। ମୁଁ ଏଥିପାଇଁ ପ୍ରଭୁଙ୍କଠାରେ ମହାନନ୍ଦ କରୁଅଛି। ପ୍ରକୃତରେ ମୋ ବିଷୟରେ ତୁମମାନଙ୍କର ଚିନ୍ତା ଥିଲା, କିନ୍ତୁ ସୁଯୋଗ ନଥିଲା। ଅଭାବ ହେତୁ ମୁଁ ଯେ ଏହା କହୁଅଛି ତାହା ନୁହେଁ, କାରଣ ମୁଁ ଯେକୌଣସି ଅବସ୍ଥାରେ ଥାଏ ସେଥିରେ ସନ୍ତୁଷ୍ଟ ରହିବାକୁ ଶିକ୍ଷା କରିଅଛି। ଦୀନତା ଭୋଗ କରି ଜାଣେ ଓ ପ୍ରଚୁରତା ମଧ୍ୟ ଭୋଗ କରି ଜାଣେ। ସର୍ବବିଧ ଅବସ୍ଥାରେ ଓ ସର୍ବ ବିଷୟରେ ପରିତୃପ୍ତ ହେବାରେ ବା କ୍ଷୁଧତା ରହିବାରେ, ପ୍ରଚୁରତା ଭୋଗ କରିବାରେ କିମ୍ବା ଅଭାବଗ୍ରସ୍ତ ହେବାରେ ମୁଁ ସୁଶିକ୍ଷିତ ହୋଇଅଛି। ମୋର ଶକ୍ତିଦାତାଙ୍କ ସାହାଯ୍ୟରେ ମୁଁ ସମସ୍ତ କରିପାରେ। 14 ପଦ। ତଥାପି ତୁମମାନେ ମୋର କ୍ଲେଶ ଭୋଗର ସହଭାଗୀ ହେବା ଦ୍ୱାରା ଲାଭ ବା ଭଲ କରିଅଛ। ହେ ଫିଲିପିଓ ମାନେ, ତୁମେମାନେ ମଧ୍ୟ ନିଜେ ଜାଣ ଯେ ସୁସମାଚାର ପ୍ରଚାର କରିବା ଆରମ୍ଭ ସମୟରେ ଯେତେବେଳେ ମୁଁ ମାକେଦୋନିଆର ପ୍ରସ୍ଥାନ କଲି, ସେତେବେଳେ ତୁମମାନଙ୍କ ବିନା ଆଉ କୌଣସି ମଣ୍ଡଳୀ ମୋର ସହଭାଗୀ ହୋଇ ମୋ ସହିତ ଦେବା ନେବାର ହିସାବ ରଖିନଥିଲେ। ଦେବା ନେବାର ମାନେ କ'ଣ? ଏ ଜାଗାରେ ଅର୍ଥ ଏଇଟା ଅଫରିଂ ଦେବାଟା ବୁଝିପାରିବ ନା, ଦେବା ନେବାରେ। ତଳେ ଦେଖନ୍ତୁ, ଫିଲିପିଓ ମଣ୍ଡଳୀକୁ ପାଉଲ କହୁଛନ୍ତି ଯେ ସେ ସମୟରେ ସୁସମାଚାର ପ୍ରଚାର କରିବା ଆରମ୍ଭ ସମୟରେ ଯେତେବେଳେ ମୁଁ ମାକେଦୋନିଆର ପ୍ରସ୍ଥାନ କଲି, ସେତେବେଳେ ତୁମମାନଙ୍କ ବିନା ଆଉ କୌଣସି ମଣ୍ଡଳୀ ମୋର ସହଭାଗୀ ହୋଇ ମୋ ସହିତ ଦେବା ନେବାର ହିସାବ ରଖିନଥିଲେ। 16 ପଦ। କାରଣ ଥେସଲୋନିକରେ ମୁଁ ଥିବା ସମୟରେ ସୁଦ୍ଧା ତୁମ୍ଭେମାନେ ମୋର ଅଭାବ ମୋଚନ ନିମନ୍ତେ ଥରେ ହଁ 2 ଥର ଦାନ ପଠେଇଥିଲ। ତାପରେ 17 ପଦ। ଦାନ ସକାଶେ ମୁଁ ଲାଳାୟିତ ନୁହେଁ, ମାତ୍ର ଯେଉଁ ଫଳ ଦ୍ୱାରା ତୁମମାନଙ୍କ ହିସାବର ଜମା ପାଖ ଅଧିକରୁ ଅଧିକ ବୃଦ୍ଧି ପାଉଅଛି। ଏଠି ଜମା ପାଖ ମାନେ କ'ଣ? ଏଇଟା ଜାଣିଛନ୍ତି କ'ଣ? ପାସବୁକ୍। ତୁମମାନଙ୍କର ହିସାବର ଜମା ପାଖ ଅଧିକରୁ ଅଧିକ ବୃଦ୍ଧି ପାଉଅଛି, ସେଥିସକାଶେ ମୁଁ ଲାଳାୟିତ। ହେଲେ ବର୍ତ୍ତମାନ ଏଇଠି 17 ପଦରେ ଯେଉଁ ଲେଖା ହେଇଛି ଯେ ଦାନ ସକାଶେ ମୁଁ ଲାଳାୟିତ ନୁହେଁ, ମାତ୍ର ଯେଉଁ ଫଳ ଦ୍ୱାରା ତୁମମାନଙ୍କ ହିସାବର ଜମା ପାଖ ଅଧିକରୁ ଅଧିକ ବୃଦ୍ଧି ପାଉଅଛି। କାହାର ଜମା ଖାତା ଅଧିକରୁ ଅଧିକ ବୃଦ୍ଧି ପାଉଛି? ଯେଉଁମାନେ ପାଉଲଙ୍କର ସୁସମାଚାର ଯାତ୍ରା ସମୟରେ, ଇଭେନ୍ ସେ ଥେସଲୋନିକ ଥିବା ସମୟରେ ମଧ୍ୟ ଏମାନେ ପାଉଲଙ୍କୁ ସାହାଯ୍ୟ କରୁଥିଲେ। ମୋତେ ମନେ ଅଛି ଯେତେବେଳେ ପାଷ୍ଟର ଏଠି ରହୁଥିଲେ କଲମାଗିରିରେ, ଆମେ ବିରକ୍ତ ହେଉଥିଲୁ, ପାଷ୍ଟର କାହିଁକି ଅନ୍ୟ ମଣ୍ଡଳୀକୁ ଯାଉଛନ୍ତି, ପଇସା ଦେଇକି ଆଉଛନ୍ତି, କାହିଁକି ଅଫରିଂ ଦେଉଛନ୍ତି? ଭାରତ ଦେଶ ସାରା ପ୍ରଭୁଙ୍କ ଦାସ ବୁଲି ସୁସମାଚାର ପ୍ରଚାର କଲେ। ସେ କେବେ ମଧ୍ୟ କେବଳ ଓଡ଼ିଶାରେ ସେ ରହିନାହାନ୍ତି। ପାଷ୍ଟର ପାକ୍ ଯଦି କେବଳ କୋରିଆରେ ଥାନ୍ତେ, କୋରିଆରେ ସେବା କାମ କରିଥାନ୍ତେ, ତାହେଲେ ଆମମାନେ କେମିତି ସୁସମାଚାର ଶୁଣି ପାରିଥାନ୍ତୁ। ପାଷ୍ଟରଙ୍କର ପ୍ରଚାର, ପାଷ୍ଟରଙ୍କର ପ୍ରାର୍ଥନା ଚେଞ୍ଜ ହେଇଗଲା। ଖାଇବା ପାଇଁ ପ୍ରାର୍ଥନା କରୁଥିଲେ, ପିନ୍ଧିବା ପାଇଁ ପ୍ରାର୍ଥନା କରୁଥିଲେ, କିନ୍ତୁ ପରବର୍ତ୍ତୀ ସମୟରେ ସେ ସୁସମାଚାର କେମିତି ପ୍ରଚାରିତ ହେବ ପୃଥିବୀ ସାରା, ସେଇ ପ୍ରାର୍ଥନାରେ ସେ ପରିବର୍ତ୍ତନ ହେଲେ। ଆଜି ସାଧୁ ପାଉଲ ନିଜେ ପ୍ରଚାର କରିକି ସାକ୍ଷ୍ୟ ଦେଉଛନ୍ତି ଫିଲିପିଓ ମଣ୍ଡଳୀକୁ
ଯେ ସମସ୍ତ ମଣ୍ଡଳୀଠୁ ଅଧିକ ତମମାନେ ମୋତେ ମନେ ପକେଇକି ସାହାଯ୍ୟ କରୁଥିଲ। ଆଜି ବର୍ତ୍ତମାନ ଏ ସାରିଫତରେ ଏ ବିଧବା ସ୍ତ୍ରୀ ପାଖକୁ ଏଲିଓଙ୍କୁ ପଠାଉଛି। ଇଏ କଳସ ମୁଠାଏ ମଇଦା ଧରିଛି, ଗୋଟେ ଅଳ୍ପ ତେଲ ଧରିଲା ପରେ ଆମେ ଆମର ଜୀବନକୁ ଧରିକି ଅଛୁ। କାହିଁକି ଚର୍ଚ୍ଚ ହଇରାଣ କରୁଛି ଆମକୁ? କାହିଁକି ପାଷ୍ଟର ପଛରେ ପଡ଼ିଛନ୍ତି? କାହିଁକି ସୁସମାଚାର ପଛରେ କର କହୁଛନ୍ତି? ବିରକ୍ତ ହେଉଛୁ ଆମମାନେ, ଇରିଟେଟ୍ ହେଉଛୁ ଆମମାନେ। କିନ୍ତୁ ମୁଁ ଆଜି କହିବାକୁ ଚାହୁଁଛି, ଇଏ ସାରିଫତର ବିଧବା ସ୍ତ୍ରୀ ଏଲିଓଙ୍କୁ ଭେଟିଲା ପରେ କ'ଣ କଲା? ଦେଖନ୍ତୁ ଲେଖା ହେଇଛି 17 ପର୍ବର ଆମେ ଯେଉଁ ଦେଖିବା, ପ୍ରଥମ ରାଜାବଳୀ ଯେଉଁ 17 ପର୍ବ ପଢ଼ିଛୁ, 15 ପଦ ଦେଖନ୍ତୁ। 17 ପର୍ବର 15 ପଦ। ତହିଁରେ ସେ ଯାଇ ଏଲିଓଙ୍କ ବାକ୍ୟ ଅନୁସାରେ କଲା ନା କଲା ନାହିଁ? ସେଥିରେ ସେ ଯାଇ ଏଲିଓଙ୍କ ବାକ୍ୟ ଅନୁସାରେ କଲା। ଏଲିଓଙ୍କ ବାକ୍ୟ ନା ସଦାପ୍ରଭୁ ବାକ୍ୟ? ଏଇଟା କୁହନ୍ତୁ, ଏଇଟା ଏଲିଓଙ୍କର ବାକ୍ୟ ଥିଲା ନା ଏଲିଓଙ୍କ ମୁଖରେ ସଦାପ୍ରଭୁଙ୍କ ବାକ୍ୟ ଥିଲା? ତହିଁରେ ସେ ଯାଇ ଏଲିଓଙ୍କ ବାକ୍ୟ ଅନୁସାରେ କଲା। ସମସ୍ତେ ପଢ଼ନ୍ତୁ ଏଇଟା, ପୁଣି ସେ ସମସ୍ତେ ପଢ଼ିବା। ମାନେ ବାଇବଲ ପଢ଼ିବା ପାଇଁ ଇଚ୍ଛା ଲାଗୁନି କି ଆପଣଙ୍କୁ? ବଡ଼ ପାଟି କରି ପଢ଼ନ୍ତୁ, ଆଉ 16 ପଦ ମଧ୍ୟ ପଢ଼ନ୍ତୁ। ଆମେନ୍, ପ୍ରେଜ୍ ଦ ଲର୍ଡ। ସେ କହୁଥିଲା ମୁଁ ଗୋଟେ ମୁଠାରେ ପିଠା ବନେଇବି ଆରେ ମୋ ପୁଅ ସହିତ ଖାଇକି ମରିବୁ। କିନ୍ତୁ ଏଇ ଜାଗାରେ ଏଲିଓଙ୍କର ଦ୍ୱାରା ପ୍ରଭୁଙ୍କ ବାକ୍ୟ ଶୁଣିକି ସେ ଯେମିତି କଲା, ତାହେଲେ ତାର ଘରେ କ'ଣ ହେଲା? ଏଠି ବାଇବଲ କହୁଛି କ'ଣ ବୋଲି? ଏଠି ବାଇବଲ ଲେଖା ହେଇଛି ଏଲିଓଙ୍କ ଏହିସବୁ ଘଟଣା ଏଲିଓଙ୍କ ଦ୍ୱାରା ସଦାପ୍ରଭୁ କଥିତ ବାକ୍ୟ ଅନୁସାରେ ମଇଦା କଳସ ଶୂନ୍ୟ ହେଲା ନା ହେଲା ନାହିଁ? କିଏ ବା ପାତ୍ରରେ ତୈଳର ଅଭାବ ହେଲା ନାହିଁ? ଆମେନ୍। ହଁ, ମୁଁ ଯଦି ଏ ମଣ୍ଡଳକୁ ଭେଟି ନଥାନ୍ତି, ମୁଁ ଯଦି ଏଲିଓଙ୍କ ସଦୃଶ ପ୍ରଭୁଙ୍କ ଦାସଙ୍କୁ ଭେଟି ନଥାନ୍ତି, କାଳେ ଏ ଜଗତରେ ମୁଁ ଏବେ ନଥାନ୍ତି। କୋଉ ଜୀବନ ମୁଁ କାଟିଥାନ୍ତି। କିନ୍ତୁ ଏଲିଓଙ୍କର କଥା ଅନୁସାରେ ଏ ବିଧବା ସାରିଫତର ସ୍ତ୍ରୀ ଯାହା ପାଖରେ ଲାଷ୍ଟ ମଇଦା ଥିଲା, ଅଳ୍ପ ତେଲ ଥିଲା, ଶୁଣିଲା ଆଉ ସେ ବିଶ୍ୱାସ କଲା, ଆଉ ସେ ଅନୁସାରେ କଲାରୁ କଳସ ମଇଦା ଶୂନ୍ୟ ହେଲା ନାହିଁ, ତାର ତେଲ ସରିଗଲା ନାହିଁ। ଆଜି ପରମେଶ୍ୱର କହିବାକୁ ଚାହୁଁଛନ୍ତି ତମକୁ କ'ଣ? ଆଜି ପ୍ରଭୁ କହିବାକୁ ଚାହୁଁଛନ୍ତି ତମର ବୟସ ବଢ଼ିଯିବ, ତମର ଆୟୁଷ ବୃଦ୍ଧି ପାଇବ, ତମେ ଧନବାନ ହବ। ଫିଲିପିଆ ମଣ୍ଡଳକୁ ପାଉଲ କହୁଛନ୍ତି ତମ ଜମା ଖାତା ଅଧିକରୁ ଅଧିକ ବୃଦ୍ଧି ପାଉଛି। ପ୍ରଚାର କଲେ ସୁସମାଚାର ପାଇଁ, ପ୍ରଭୁଙ୍କ ପାଇଁ ଯେଉଁମାନଙ୍କର ହୃଦୟ ସ୍ୱେଚ୍ଛାପୂର୍ବକ ଭାବରେ ମନ ଖୋଲୁଛନ୍ତି, ସେମାନଙ୍କର ଜୀବନରେ ରୋଗ ଆସିଲେ ମଧ୍ୟ, କଷ୍ଟ ଆସିଲେ ମଧ୍ୟ, ଅଭାବ ଆସିଲେ ମଧ୍ୟ ସେଗୁଡ଼ାକ କେବେ ମଧ୍ୟ ତାଙ୍କୁ ମୃତ୍ୟୁ ମୁଖକୁ ନେଇପାରିବନି। ଆମେନ୍। ଏହି ସମୟରେ ଆମ ପାଷ୍ଟର କ୍ୟାନ୍ସର ହେଲା, କିନ୍ତୁ କ୍ୟାନ୍ସରକୁ ସେ ଜିତିକିରି ସେ ବର୍ତ୍ତମାନ ସୁସ୍ଥ ଅଛନ୍ତି। ମୋର ଜୀବନରେ ମଧ୍ୟ ମିଶନ ସ୍କୁଲ ଗଲି, ମୋର ଛାତି ବଥା ହେଉଥିଲା। ପାଷ୍ଟର ମୋତେ କହିଲେ ତୁ ପ୍ରଭୁଙ୍କ ଦାସ ହେବୁ ପରେ ଏ ପରିସ୍ଥିତି କେ ମଧ୍ୟ ସମାନ ରହିବ ନାହିଁ। ଆଜି ଜିଉଦିଗର ମଣ୍ଡଳୀର ଭାଇ ଭଉଣୀକୁ ଆଜି କହିବାକୁ ଚାହୁଁଛି ଯେ ଏଇ ଜାଗାରେ ଆମେ କେତେ ଦିନ ବଞ୍ଚିବାକୁ ଯିବା? ମୁଠାଟେ ମଇଦା ତେଲ ଧରିକି ଆମେ କ'ଣ କହୁଛେ? ଆମେ ମରିବା। ଆମର ଲକ୍ଷ୍ୟ ହେଉଛି, ଆମର ଶୋଷ ହେଉଛି ମୃତ୍ୟୁ। ଏଇ ମୁଠାଟେ ମଇଦା ଆମ ହାତରେ ଧରିକି ରହିଲେ, ଏ ତେଲ ଆମ ହାତରେ ରହିଲେ ମାନେ କ'ଣ? ଆମେ ଆମର ଜୀବନକୁ ଆମ ହିସାବରେ ଧରିଲେ ଆମର ମୁଖରୁ ହତାଶର କଥା ବାହାରିବ। କିନ୍ତୁ ପ୍ରଭୁଙ୍କ ଦାସଙ୍କୁ ଦେଇଛନ୍ତି ପ୍ରଭୁ ଆମକୁ, ସେ କହୁଛନ୍ତି ତମେ ଆଗ ମୋତେ ଦିଅ, ଆଗ ମୋର ମନ ମୁଁ ପ୍ରଭୁଙ୍କୁ ଦେବି, ଆଗ ମୋର ଟଙ୍କାର 10 ମାସ ମୁଁ ପ୍ରଭୁଙ୍କୁ ଦେବି, ଆଗ ମୋର ଜୀବନର ଏ ଶରୀରକୁ ମୁଁ ପ୍ରଥମେ ସୁସମାଚାର ପାଇଁ ଦେବି, ତାହେଲେ ମୋର ଜୀବନରେ ମଧ୍ୟ ବୃଦ୍ଧି ପାଇବାର ବିଷୟ ଆସିବ, କିନ୍ତୁ ହ୍ରାସ ପାଇବ ନାହିଁ। ଆମେନ୍। ଏଥିପାଇଁ ବର୍ତ୍ତମାନ ମୁଁ ଆଜି କହିବାକୁ ଚାହୁଁଛି ଶେଷରେ, ଏ ମୂଲ୍ୟବାନ ସୁସମାଚାର ଯଦି ଆମେ ପ୍ରଚାର କରିବା, ତାହେଲେ ପରମେଶ୍ୱର ଆମକୁ ଦେଖୁଛନ୍ତି। ଆମେ ଯେତେ ପ୍ଲାନ୍ କରୁ, ଆମେ ଯେତେ ହିସାବ କିତାବ କରୁ, ଆମେ ଯେତିକି ଯାହା କରୁଛୁ ଆମର ବୁଦ୍ଧିକୁ ପ୍ରୟୋଗ କରିକି, ଈଶ୍ୱର ଯଦି ନାହାନ୍ତି ମୋ ସହିତ, ଈଶ୍ୱର ଯଦି ମୋ ସହିତ ରାଜି ନାହାନ୍ତି, ଖୁସି ନାହାନ୍ତି, ମୁଁ କିଛି କରିପାରିବି ନାହିଁ। କିନ୍ତୁ ପରମେଶ୍ୱର ଏଇ ଜାଗାରେ କହୁଛନ୍ତି ଉଠ ଏଲିଓ, ସାରିଫତରେ ଗୋଟେ ବିଧବା ପାଖକୁ ଯାଅ, ଆଉ ତାକୁ ତମେ ଯାଇକି ମୋର ବାକ୍ୟ ପହଞ୍ଚାଅ।
ଆଜି ମଣ୍ଡଳୀରେ ମଧ୍ୟ ପ୍ରଭୁ ଆମମାନଙ୍କୁ ବାକ୍ୟକୁ ଦେଉଛନ୍ତି, ପରମେଶ୍ୱର ଆମକୁ ତାଙ୍କର ଯୋଜନାକୁ ଦେଉଛନ୍ତି, ପ୍ରଭୁ ଆମକୁ ତାଙ୍କର ସ୍ୱରକୁ ଦେଉଛନ୍ତି। ଯିଏ ମଧ୍ୟ ଶୁଣିବ, ଯିଏ ମଧ୍ୟ ପ୍ରଥମେ ନିଜର ହୃଦୟକୁ ପ୍ରଭୁଙ୍କ ହସ୍ତରେ ସମର୍ପଣ କରିବ, ତାର କଳସ ମଇଦା, ତାର ପାତ୍ରର ତେଲ ଅଭାବ ହେବ ନାହିଁ, ଖୁସିର ଅଭାବ ହେବ ନାହିଁ, ଆନନ୍ଦର ଅଭାବ ହେବ ନାହିଁ, ଶାନ୍ତିର ଅଭାବ ହେବ ନାହିଁ, ଆଶାର ଅଭାବ ହେବ ନାହିଁ। ଜୀବନର ଗତିରେ ଯେକୌଣସି ସମୟରେ ମଧ୍ୟ ସିଂହ ବାଘ ପରି ଗର୍ଜନ କରିବା ମନେ। ଏଥିପାଇଁ ଲେଖା ହେଇଛି ବାଇବଲରେ କ'ଣ ବୋଲି, ଦୁଷ୍ଟମାନଙ୍କୁ ନ ଗୋଡ଼ାଇଲେ ହେ ଆପେ ଦୌଡ଼ି ପଳାନ୍ତି, ମାତ୍ର ଧାର୍ମିକ ମାନେ କ'ଣ ସିଂହ ପରି ଗର୍ଜନ କରନ୍ତି ଲେଖା ହେଇଛି। ଏହି ସମୟରେ ଏଇ ଗତ ସପ୍ତାହରେ ଆମର 3ଟା କନଫରେନ୍ସ ହେଲା। ଏ 3ଟା କନଫରେନ୍ସରେ ଅନେକ ଲୋକ ସୁଷମାଚାର ଶୁଣିଲେ, ଅନେକ ପାଳକମାନେ ସୁଷମାଚାର ଶୁଣିଲେ। ମୁଁ ବିଶ୍ୱାସ କରୁଛି ଆଉ ମୁଁ ଜାଣିଛି ଯେମିତି ହେଲେ ମଧ୍ୟ ପ୍ରଭୁ ଲୋକକୁ ଉଦ୍ଧାର କରିବେ। ନେକ୍ସଟରେ ଆମେ CLF କରିବା ପାଇଁ ଯାଉଛୁ, ୟୁଥ୍ ମିଟିଂ କରିବା ଆମେ, କାହିଁକି ଏଇଟା ପ୍ରଭୁଙ୍କର ଯୋଜନା। ସାରିଫତ ବେଦୀର ସ୍ତ୍ରୀ ପାଖରେ ଭୟ ଅଛି, କ'ଣ କରିବି, ମୁଁ ତ ମରିବି, କିନ୍ତୁ ତା ପାଇଁ ପ୍ରଭୁ ଏଲିୟଙ୍କୁ ପଠାଉଛନ୍ତି। ସେମିତି ଆମ ଲାଇଫ୍ ପାଇଁ ମଧ୍ୟ ପ୍ରଭୁଙ୍କ ଦାସଙ୍କୁ, ମଣ୍ଡଳୀକୁ, ପ୍ରଭୁଙ୍କର ଆତ୍ମାକୁ ଏ ସୁଷମାଚାର ପ୍ରଭୁ ଦେଇଛନ୍ତି। ଯଦି ଏ ମୁଠାଟେ ମଇଦା ମୋ ହାତରେ ଧରିବି, ମୁଁ ଏ ଅଳ୍ପ ତେଲ ମୁଁ ଧରିବି, ମୋର ହିସାବରେ ମୋର ଜୀବନକୁ ମୁଁ ଧରିବି, ମୋତେ କେଉଁ ପାଷ୍ଟ ହଇରାଣ ନ କରୁ, ମୋତେ ଚର୍ଚ୍ଚ ହଇରାଣ ନ କରୁ, ମୁଁ ମୋର ରାଜା, ମୁଁ ମୋର ମାଲିକ, ମୋତେ କିଛି ନ କହୁ, ମୋ ଇଚ୍ଛା ଅନୁସାରେ ବଞ୍ଚିବି, ଅତି ଶୀଘ୍ର ସେ ଲୋକ ଦୁଃଖର ଗାତରେ ପଡ଼ିଯିବ। କିନ୍ତୁ ସାରିଫତର ବିଧବା ସ୍ତ୍ରୀ ସଦୃଶ ଏ ଯଦି ମୁଠାଟେ ମଇଦାର ପିଠା ବନେଇଲା ପରି ଯଦି ଆମର ହୃଦୟକୁ ଯଦି ଆମେ ପ୍ରଭୁଙ୍କ ହାତରେ ସମର୍ପଣ କରୁଛୁ, ଆମର ସମୟକୁ ଦେଉଛୁ, ସେ ଜାଗାରେ ଆଶ୍ଚର୍ଯ୍ୟ ସାକ୍ଷ୍ୟ ବାହାରେ ଆସିବ। ଆଶ୍ଚର୍ଯ୍ୟ ପ୍ରଭୁଙ୍କର କାର୍ଯ୍ୟ ଉଛୁଳି ଉଠିବ। ଠିକ୍ ଅଛି ଭାଇ ଭଉଣୀମାନେ, ଆମେନ୍। ସେଥିପାଇଁ ମୁଁ ଆଶା କରୁଛି ଆମେ ସମସ୍ତେ ଯେପରି ପରମେଶ୍ୱରଙ୍କର ଦ୍ୱାରା ଆମେ ବଞ୍ଚିବା। ମୁଁ ଆଜି ଏତିକି କହିକି ସମାପ୍ତ କରିବି, ପ୍ରାର୍ଥନା କରିବା। ଧନ୍ୟବାଦ ଦେଉଛି ପରମେଶ୍ୱର ପିତା, ତୁମେ ଆମକୁ ବହୁତ ମୂଲ୍ୟ ସମୟ ଦେଲ ଆଜି ରବିବାର ଦିନ ଉପାସନା କରିବା ପାଇଁ। ଆମେ ସୀମିତ ସମୟ ପାଇଁ ମଧ୍ୟ ସମୟ ଦେବା ପାଇଁ ଚାହୁଁନୁ ପ୍ରଭୁ ତୁମ ପାଇଁ। କିନ୍ତୁ କେତେ ମୂର୍ଖ ପ୍ରଭୁ ଆମମାନେ, ତୁମ ହାତରେ ଜୀବନ ଅଛି, ତୁମ ହାତରେ ମୃତ୍ୟୁ ଅଛି, ତୁମେ ହିଁ ଆମକୁ ଏ ଜୀବନକୁ ଦେଇଛ, କିନ୍ତୁ ଆମେ ତୁମକୁ ପରିତ୍ୟାଗ କରିକି ଯେଉଁ ଜୀବନ ତୁମଠାରୁ ପାଇଛୁ, ଯେଉଁ ସମୟ ତୁମଠାରୁ ପାଇଛୁ, ସେ ସମୟକୁ ଆମ ପାଇଁ ନ ବଞ୍ଚିକି ଆମେ ନ ବଞ୍ଚି ପାରିଲେ ଆମେ ତୁମକୁ ବିରକ୍ତ ହେଇଥାଉ। କିନ୍ତୁ ପ୍ରଭୁ ତୁମେ ଆମକୁ ବେଶୀ ଅନୁଗ୍ରହ ଦେଇଅଛ, ଏହି ପ୍ରକାର ମଣ୍ଡଳୀକୁ ଦେଲ, ଆଉ ତୁମ ବାକ୍ୟକୁ ଦେଇଅଛ। ହଁ ପ୍ରଭୁ, ତୁମେ ଆମକୁ ଯେଉଁ ଆଶୀର୍ବାଦର ଜୀବନ ଦେଇଛ ପ୍ରଭୁ, ଯେପରି ଆମେ ଆଗକୁ ମଧ୍ୟ ଏ ସୁସମାଚାର ପ୍ରଚାର କରିବା ପାଇଁ ଆଗକୁ ବଢ଼ିବୁ ପ୍ରଭୁ। ସେଥିପାଇଁ ମଣ୍ଡଳୀର ପ୍ରତ୍ୟେକ ଭାଇ ଭଉଣୀକୁ ତୁମେ କଢ଼େଇକି ନିଅ, ଆଉ ତୁମର ଗୌରବ ପ୍ରଶଂସା ହେଉ, ଆଉ ତୁମର ଏ ସତ୍ୟ ସୁସମାଚାର ଯେପରି ପ୍ରଚାରିତ ହେବ, ହଜାର ହଜାର ଲୋକମାନଙ୍କର ପାଖକୁ ଯାଇକି ଯେପରି ସୁସମାଚାର ପ୍ରଚାରିତ ହେବ, ସେଥିପାଇଁ ତୁମେ ସମସ୍ତ ରାସ୍ତା ଖୋଲିଦିଅ। ମଣ୍ଡଳୀରେ ପ୍ରତ୍ୟେକ ଭାଇ ଭଉଣୀଙ୍କର ଜୀବନରେ ପ୍ରଭୁ କଷ୍ଟ, ସମସ୍ୟା, ଦୁଃଖ, ଅଭାବ, ରୋଗ ଯାହା ମଧ୍ୟ ଅଛି, ସମସ୍ୟା ଅଛି, ପରିସ୍ଥିତି ଅଛି, ଯୀଶୁ ଖ୍ରୀଷ୍ଟଙ୍କ ନାଁରେ ସମସ୍ତ ବିଷୟକୁ ତୁମେ ଦୂର କରିଦିଅ। ଆଉ ତୁମେ ଦୟାକର ଯେପରି ଆମେ ସମସ୍ତେ ପ୍ରଭୁଙ୍କ ବାକ୍ୟ ଦ୍ୱାରା ଚାଳିତ ହେବୁ। ପ୍ରଶଂସା ଗୌରବ ତୁମେ ପାଅ ବୋଲି ଧନ୍ୟବାଦ ଦେଇ ଏ ରବିବାର ଦିନ ତୁମେ ଉପାସନା ଦେଇଅଛ, ଆଉ ଆମେ ବହୁତ ଧନ୍ୟବାଦ ସହକାରେ ଏ ରବିବାର ଉପାସନା କରିପାରିଲୁ ବୋଲି ପ୍ରଭୁ ତୁମର ଗୌରବ ପ୍ରଶଂସା କରି ପ୍ରାର୍ଥନା ଉଦ୍ଧାରକର୍ତ୍ତା ନାଜରତି ଓ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମାଗିଲୁ, ଆମେନ୍। ଠିକ୍ ଅଛି, ଟିକେ ଆନାଉନ୍ସମେଣ୍ଟ କରିମୁ। ଆମର